जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। आजानुलम्बितभुजौ कनकावदातौ सङ्केतने कपितरौ कमलायताख्यौ विश्वम्भरौ द्विजवरौ जुगधर्मपालौ वन्दे जगत्प्रियकरौ करुणावतारौ, वन्दे जगत्प्रियकरौ करुणावतारौ, वन्दे जगत्प्रियकरौ करुणावतारौ। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। श्री चैतन्य चरितामृत मध्य लीला प्रथम परिच्छेद पैर नंबर 188। जय जय श्री कृष्ण चैतन्य दयामय, जय जय श्री कृष्ण पतित पावन जय जय महाशय, पतित पावन जय जय महाशय। जय जय श्री कृष्ण चैतन्य दयामय, पतित पावन जय जय महाशय। जय जय श्री कृष्ण चैतन्य दयामय, पतित पावन जय जय महाशय। जय जय श्री कृष्ण चैतन्य दयामय, पतित पावन जय जय महाशय। अनुवाद। सबुठारु बड़ी दयालु एवं पतित मानकर उद्धारकर्ता श्रीकृष्ण चैतन्यंकर जय हो, परम पुरुष भगवानकर जय हो। श्लोकर पैर कृष्णदास कविराज गोस्वामी यहीं कहते आउ प्रभुपाद महाराज तार अनुवाद से ही देते। तेबे ये रूप सनातन जो भगवान शरणापन्न होती, भगवान निकट को जाइछन्ति, प्रसंग क्रमे आम श्रवण कर मध्यलीलार ये प्रथम परिच्छेदर ये विषय वस्तु आम श्रवण कर। महाप्रभु जो वृंदावन जीवा बाहाना नहीं जाइछन्ति, रूप सनातन को दर्शन देते, रामकेली जाइछन्ति, सेठी तांको कृपा करछन्ति। तो रूप सनातन महाप्रभुंकर चरण रे निजको समर्पित करछन्ति एवं पूर्व में श्रवण करथिले दुई गुच्छ तृण धरी
ଦୁଇ ଗୁଚ୍ଛ ତୃଣ ଦୁହେଁ ଦଶନେ ଧରିଆ। ଦୁଇ ଗୁଚ୍ଛ ତୃଣକୁ ମୁଖରେ ଧରିକି ଗଳେ ବସ୍ତ୍ର ବାନ୍ଧି ପଡ଼େ ଦଣ୍ଡବତ ହୋୟା। ଗଳବସ୍ତ୍ର ହେଇକି ଦଣ୍ଡବତ ହେଇକି ପ୍ରଣାମ କରିଛନ୍ତି। ଦଣ୍ଡବତ ହେଇକି ଯେତେବେଳେ ପ୍ରଣାମ କଲେ, ପ୍ରଣାମ କରିବା ପରେ ଦୁଇଟି ପୟାର ପରେ ଇଏ ତୃତୀୟ ପୟାର। ଯେତେବେଳେ ଦଣ୍ଡବତ ହେଇକି ପ୍ରଣାମ କରୁଛନ୍ତି, ପ୍ରଣାମ କଲା ପରେ ମହାପ୍ରଭୁ ସେ ପ୍ରଣାମରେ ଖୁସି ହେଇଗଲେ। ତ ପ୍ରଣାମରେ ତ ମହାପ୍ରଭୁ ଖୁସି ହେଇଗଲେ, ପୁଣି ସ୍ତୁତି କରୁଛନ୍ତି। ଏ ବିଷୟ ଶ୍ରବଣ କରିବା ଉଚିତ। ପ୍ରକୃତରେ ପ୍ରଣାମରେ ବହୁତ ଜୀବର କ'ଣ ହେଇଥାଏ, ବହୁତ କଲ୍ୟାଣ ହେଇଥାଏ। ଭଗବାନଙ୍କୁ ପ୍ରଣାମ କଲେ ସେଥିପାଇଁ ମହାପ୍ରଭୁ କ'ଣ କହିଲେ, ଆମେ ଶ୍ରବଣ କରି ଆସିଥିଲେ ପୂର୍ବରୁ, ଦୈନ୍ୟ ରୋଦନ କରେ ଆନନ୍ଦେ ବିହଳ, ପ୍ରଭୁ କହେ ଉଠ ଉଠ ହଇଲ ମଙ୍ଗଳ। ମହାପ୍ରଭୁ କହିଲେ ଉଠ ଉଠ ମଙ୍ଗଳ ହେଲା, ମଙ୍ଗଳ ହେଲା, ଉଠ ଉଠ, ତୁମର ମଙ୍ଗଳ ହେଲା, ଉଠ। ତ ମହାପ୍ରଭୁ ତ କହିଲେ ମଙ୍ଗଳ ହେଲା ନା। କାହିଁକି ମଙ୍ଗଳ ହେଲା ନା, ପ୍ରଣାମରେ ମଙ୍ଗଳ ହେଇଯାଏ। ଭଗବାନ ପାଖରେ ଯେତେବେଳେ ଜୀବ ପ୍ରଣାମ କରୁଛି, ପ୍ରଣାମରେ ଜୀବର ଅଶେଷ ମଙ୍ଗଳ ହୁଏ। ସବୁ ଶାସ୍ତ୍ରର ସିଦ୍ଧାନ୍ତ ଶୁଣିବେ, ପ୍ରଣାମରେ କିଭଳି ମଙ୍ଗଳ ହୁଏ। କାରଣ ଆପଣ ଦେଖିବେ ବହୁ ଶାସ୍ତ୍ର ବହୁତ ପ୍ରମାଣ ରହିଛି ଭଗବାନଙ୍କୁ ପ୍ରଣାମ କଲେ କିଭଳି ମଙ୍ଗଳ ହୁଏ। ତାହେଲେ ବହୁତ ଲୋକ ତ ପ୍ରଣାମ କରୁଛନ୍ତି, ମଙ୍ଗଳ ହେଉଛି। କେତେ ଜୀବ ଆସି ପ୍ରଣାମ କରୁଛନ୍ତି, ସବୁ ଲୋକ ତ ପ୍ରଣାମ କରୁଛନ୍ତି କହିଲେ ଚଳେ। ହଁ, ପ୍ରକୃତରେ ମଙ୍ଗଳ ହୁଏ। କିଭଳି ମଙ୍ଗଳ ହୁଏ, ବ୍ରହ୍ମାଜୀ ନିଜେ କହୁଛନ୍ତି ଯମରାଜଙ୍କୁ, ସ୍କନ୍ଦ ପୁରାଣରେ ସେ କଥା ରହିଛି। ଭଗବାନଙ୍କୁ ପ୍ରଣାମ କଲେ କ'ଣ ଫଳ, ବହୁତ ଶ୍ଲୋକର ପ୍ରମାଣ ରହିଛି, ବହୁତ ଶାସ୍ତ୍ର ପ୍ରମାଣ ରହିଛି। କେତୋଟି ଆମେ ଶୁଣିବା। ଏକୋପି ଗୋବିନ୍ଦ କୃତ ପ୍ରଣାମ ଶତସ୍ୱମେଧାବଭୃତ୍ୟଂ ତୁଲ୍ୟ ଯଜ୍ଞସ୍ୟ କର୍ତ୍ତା ପୁନରେତି ଜନ୍ମ ହରେ ପ୍ରଣାମୋ ନ ପୁନର୍ଭବାୟ। ବ୍ରହ୍ମାଜୀ ନିଜେ ଯମରାଜଙ୍କୁ କହୁଛନ୍ତି, ହେ ଯମରାଜ, ଯମରାଜ ଯେ ଧର୍ମରାଜ, ତାଙ୍କୁ କହୁଛନ୍ତି, ଇଏ ବୈଶାଖ ମାହାତ୍ମ୍ୟ, ସ୍କନ୍ଦ ପୁରାଣ ବୈଶାଖ ମାହାତ୍ମ୍ୟରେ କଥା ରହିଛନ୍ତି। କହୁଛନ୍ତି ଏକୋପି ଗୋବିନ୍ଦ କୃତ ପ୍ରଣାମ। ଥରେ ଯଦି ଗୋବିନ୍ଦଙ୍କର ପାଦପଦ୍ମରେ ଯଦି ଜଣେ ପ୍ରଣାମ କରେ, ସେ ତ ମହାପ୍ରଭୁ ତ ସେଇ ଗୋବିନ୍ଦ ନା, ତେଣୁ ଥରେ ଯଦି ଗୋବିନ୍ଦଙ୍କର ପାଦପଦ୍ମରେ ବ୍ୟକ୍ତି ପ୍ରଣାମ କରେ, ତା ଫଳଟା କ'ଣ କହୁଛନ୍ତି, ଶତାଶ୍ୱ ମେଧା ବଭୃତ ନ ତୁଲ୍ୟ। 100 ଅଶ୍ୱମେଧ ଯଜ୍ଞର ଫଳ ସହିତ ସମାନ ବି ନୁହଁ। କାହିଁକି ସମାନ ନୁହଁ? ଏଠି ତ କହିଦେଲେ ତୁଲ୍ୟ, ନ ତୁଲ୍ୟ, ସମାନ ନୁହଁ। କାହିଁକି ସମାନ ନୁହଁ କହିବି? କାରଣ ଅଶ୍ୱମେଧ ଯଜ୍ଞ କରିବା ସାଧାରଣ କଥା ନୁହଁ, କାଠିକର ପାଠ। ଆମେ ତ ପ୍ରସଙ୍ଗକ୍ରମେ ଶ୍ରବଣ କରୁଥିଲେ ନା ଅଶ୍ୱମେଧ ଯଜ୍ଞ କିଭଳି। କାରଣ ଅଶ୍ୱମେଧ ଯଜ୍ଞ ସମସ୍ତେ କରିପାରିବେନି। ସେଇଭଳି ଶକ୍ତି ସମ୍ପନ୍ନ, ସେଇଭଳି ଐଶ୍ୱର୍ଯ୍ୟବାନ ବ୍ୟକ୍ତି ହିଁ ଅଶ୍ୱମେଧ ଯଜ୍ଞ କରିବେ। ପୁଣି ତାଙ୍କର ସେଭଳି ପ୍ରଭାବ ଥିବା ଦରକାର, ତାଙ୍କୁ ଅନ୍ୟମାନେ ସମର୍ଥନ କରୁଥିବା ଦରକାର। ତ ଏସବୁ ହେଲେ ଯେ ଜଣେ ଅଶ୍ୱମେଧ ଯଜ୍ଞ କରିଦେବ, ତାର ବି କୌଣସି ନିଶ୍ଚିତତା ନାହିଁ। କାରଣ ଅଶ୍ୱମେଧ ଯଜ୍ଞ କରିବା ପାଇଁ ହେଲେ ସେଇଭଳି ଉପଯୁକ୍ତ ଅଶ୍ୱ ବି ଆବଶ୍ୟକ। ଶ୍ୟାମକର୍ଣ୍ଣ ଅଶ୍ୱ, ଶରୀର ଥିବ ସମ୍ପୂର୍ଣ୍ଣ ଶ୍ଵେତ, କିନ୍ତୁ କର୍ଣ୍ଣ ଥିବ କଳା, ତାକୁ କୁହାଯାଏ ଶ୍ୟାମକର୍ଣ୍ଣ ଅଶ୍ୱ। ଆଶ୍ୱମେଧିକ ପର୍ବ ରହିଛି ମହାଭାରତରେ। ତ ଯାହା ବି ସେ ତ ଅଲଗା ପ୍ରସଙ୍ଗ, କିନ୍ତୁ 100 ଅଶ୍ୱମେଧ ଯଜ୍ଞ ଜଣେ ଯଦି କରିବ, ଅଶ୍ୱମେଧ ଯଜ୍ଞର ବହୁତ ଫଳ ରହିଛି। 100 ଅଶ୍ୱମେଧ ଯଜ୍ଞ କି କରିପାରିବ? ଯୁଧିଷ୍ଠିର ମହାରାଜ କରିଥିଲେ। କେତେଟା ଅଶ୍ୱମେଧ ଯଜ୍ଞ ଜାଣିଛନ୍ତି କି? ଯୁଧିଷ୍ଠିର ମହାରାଜ କରିଥିଲେ 3ଟା ଅଶ୍ୱମେଧ ଯଜ୍ଞ କୁହାଯାଏ। କିନ୍ତୁ 100 ଅଶ୍ୱମେଧ ଯଜ୍ଞ କରିକି ଯେଉଁ ଫଳ ଜଣେ ପାଇବ, କହୁଛନ୍ତି ଏକୋପି ଗୋବିନ୍ଦ କୃତ ପ୍ରଣାମ। ଭଗବାନ ଗୋବିନ୍ଦଙ୍କୁ ଯଦି ଥରେ ପ୍ରଣାମ କରୁଛି, ଶତାଶ୍ୱମେଧ ବଭୃତ୍ୟଂ ନ ତୁଲ୍ୟ। 100 ଅଶ୍ୱମେଧ ଯଜ୍ଞର ଫଳ ସହିତ ସମାନ ନୁହଁ। ତାମାନେ ଜଣେ ଯିଏ ପ୍ରଣାମ କରିଦେଉଛି, କେତେ ସେ ଫଳ ପାଇଯାଉଛି। ଆମେ ଅଶ୍ୱମେଧ ଯଜ୍ଞ ଆମେ କ'ଣ ଜଗତରେ କେହି ବି କରିପାରିବେନି। କାହିଁକି ସମାନ ନୁହଁ କହୁଛନ୍ତି? କାରଣ ଯଜ୍ଞସ୍ୟ କର୍ତ୍ତା ପୁନରେତି ଜନ୍ମ। ଯେ ଯଜ୍ଞ କରୁଛି ସେ ଯଜ୍ଞର ଫଳ ପାଇବ, ବହୁତ କିଛି ଫଳ ପାଇପାରେ, କିନ୍ତୁ ପୁନରେତି ଜନ୍ମ, ପୁଣି ଜନ୍ମ ନେଇକି ଆସିବ ଜଗତକୁ। ଭୋଗଟା ପାଇବ ନା, ସୁଖଦ ବସ୍ତୁ ପାଇବ। ଯଜ୍ଞଟା କରିଛି, ସକାମ ଯଜ୍ଞ କରିଛି, ସକାମ କର୍ମ କରିଛି, ତେଣୁ ସେ ଭୋଗ ବସ୍ତୁ ପାଇବ, ସୁଖ ପାଇବ, ପୁନରେତି ଜନ୍ମ। କିନ୍ତୁ ହରେ ପ୍ରଣାମ ନ ପୁନର୍ଭବାୟ। କିନ୍ତୁ ଭଗବାନଙ୍କୁ ଥରେ ପ୍ରଣାମ କଲେ ନ ପୁନର୍ଭବାୟ, ତାକୁ ଆଉ ଜଗତକୁ ଆସିବା ପାଇଁ ପଡ଼ିବନି। ଏକଥା ବ୍ରହ୍ମାଜୀ କହୁଛନ୍ତି ଯମରାଜଙ୍କୁ। ସେଇଥିପାଇଁ ଯମରାଜ ବି ନିର୍ଦ୍ଦେଶ ଦେଇଛନ୍ତି ତାଙ୍କ କ'ଣ ଦୂତମାନଙ୍କୁ। ଆପଣ ଦେଖିବେ 6ଠ ସ୍କନ୍ଧ ଭାଗବତରେ ସେ କଥା ରହିଛି ନା,
जिह्वा न भक्ति भगवत्गुणनामधेयं चेतश्च न स्मरति तच्चरणारविंदम कृष्णाय नो नमति जत्सिर कदापि तान अनध्यम असतकृत विष्णुकृत्यान। हे दूतगण तुम से व्यक्ति मानक आण। क्यों व्यक्ति मानक चारि प्रकार व्यक्ति सूचना देते से गोटे प्रकार होती जी प्रणाम करूनी, जी गोविंद को प्रणाम करूनी, जी भगवान को प्रणाम करूनी ताकू तुम आण। ताने प्रणाम जी करूनी सी नरक को जीव। जमराज कहते दूत मानक प्रणाम जी करुच्ची ब्रह्मा कहले जमराज कौन ना ता फल हूँ सी जगत को आसबनी। ताने प्रणामर मूल्य यही पुणी खाली से कथा कौन कह प्रणाम भी कही प्रणाम मुक्ति मिले एक कथा जीव गोस्वामी भी कहते। ये तो शास्त्र सिद्धांत आम शुणुचे जीव गोस्वामी भक्ति संदर्भ जो रचना कर षट संदर्भ तो रचयिता होती जीव गोस्वामी। जीव गोस्वामी भक्ति संदर्भ भी एक कथा कहते प्रणाम कले सी मुक्ति पाइबा उपयुक्त हो जाए। प्रणाम दुर्ग संसार कांतारम अपारम अभिधावताम एक कृष्ण नमस्कारो मुक्ति तीरस्य दैशिक। एक कृष्ण नमस्कार दुर्ग संसार कांतारम अपारम अभिधावतम। ये जो अपार दुर्गम संसार अरण्य जो मैंने भ्रमण करुँच पक्षे ये संसार सागर उत्तीर्ण होगापी विधि कौन ना एकमात्र प्रणाम। भक्ति संदर्भ में जीव गोस्वामी कथा रचना कले प्रणाम जी करुच्ची से कृष्ण को जी नमस्कार करुच्ची प्रणाम करुच्ची मुक्ति प्रापक होता है से प्रणामटा से नमस्कारटा। तो कहवा तात्पर्य आमर ये महाप्रभु को जो प्रणाम कर रूप सनातन रूप गोस्वामी सनातन गोस्वामी जो महाप्रभु को प्रणाम कर महाप्रभु से कथा कहले ना उठ उठ हईल मंगल। दैन्य जो प्रणाम कले कहले तुम तो मंगल है उठ 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 आ पड़ी रुहनी उठ कहले। अच्छा प्रणाम कला पर तो कहले उठ मंगल है ताल तो मंगल सब है भगवान जो कहते मंगल है आठ किसी बाकी रही आ कौन से अमंगल सूचना रही ना ताले पुणी स्तुति करिया कौन आवश्यक। हाँ आनंद रे अच्छा स्तुति करिया कौन आवश्यक प्रभु कहले आनंद स्तुति कर। हाँ ये भी गोटे हो पारे किंतु स्तुतिर प्रकृत में प्रासंगिकता केते स्तुति केते दूर जरूरी सी बुझा उचित। कारण प्रणामर गोटे अंग हूँ स्तुति। जो प्रणाम करती प्रणामर गोटे अंग हूँ स्तुति स्तवन। कहीं कहे गोटे प्रणाम सब दुख चली जाए गोटे प्रणाम ये सब मूल्य हुए कारण प्रणाम सब विधि रही ना तेणु प्रणामर अंगरे स्तुति रही। देखुना भागवतम से कथा रही भागवतम देखिए भागवतम एकादश स्कंद 27 अध्याय 45 नंबर श्लोक देखो एकादश स्कंद कहते किए स्वयं भगवान श्रीकृष्ण कहते उद्धव को हे उद्धव प्रणामटा ये माने प्रणाम करियो किंतु या सहित शुणा आ कौन कौन सब रही स्तवैरुच्चावचैस्तोत्रै पौराणे प्राकृतैरपि स्तुत्वा प्रसीद भगवन् इति वन्देत दण्डवत्। इति वन्देत दण्डवत् किभଳି प्रथम कहले स्तवै स्तव द्वारा। स्तव माने शास्त्रीय प्रार्थना पुराण प्राचीन शास्त्र जहाँ सब प्रार्थना रही से प्रार्थना द्वारा भगवान को स्तव करवा उचित। एवं उच्चावचै कम हो पारे बेसी हो पारे निजर सामर्थ्य अनुसार। स्तोत्री स्तोत्र माने स्तव स्तोत्र अलग। स्तव हूँ पुराण शास्त्र मानक जहाँ सब रही स्तोत्र हूँ विभिन्न महान महान व्यक्तिविशेष बा महान महान आचार्यों द्वारा रचित जो स्तोत्र बा महान महान भक्त मान द्वारा जो स्तोत्र स्तुति से हूँ स्तोत्र। तेणु ये से कहते स्तवै रुचावचै स्तोत्रै पौराणे प्राकृतैरपि ये तार व्याख्या देले। पौराणी पौराणी माने पुराण समूह जहाँ सब अच्छी प्राकृतैरपि साधारण समूह जमी आचार्य मैंने सब आम स्तुति करती जमी सालवेगर भजन रही सालवेगर भजन जन गान कर भगवान से प्रसन्न कर। शंकराचार्य जमी सब स्तुति रही आम जो जगन्नाथाष्टकम रही तो ये विभिन्न आचार्यों द्वारा जो प्रणीत स्तुति से भी भगवान प्रसन्न हुआ। तो प्रणाम ये हूँ अंग कहवा तात्पर्य ये स्तुत्वा प्रसिद्ध भगवान स्तुत्वा ये भाव में स्तुति कर स्तुति करी भगवान पाखे नवेदन कर प्रार्थना कर। देखिए सब सिद्धांत ये प्रतिफलित ये स्तुति कर भगवान नवेदन कर कौन ना प्रभु
कृपा करी मते आपण अनुग्रह करंतु। यही प्रणाम कर कहते भगवान इति वंदेत दंडवत, यही वंदना करी दंडवत प्रणाम कर। प्रणामटा कि प्रणाम कि ठाकुर जो प्रणाम करा जाए कि ये प्रणाम आजिकल तो यहाँ हो जगत में मुंड को पाटिकी छाती की लगे प्रणाम कर ठाकुर नहीं, प्रणाम से नहीं, प्रणाम हूँ दंडवत। दंडवत माने दंड माने कौन बाड़ी, दंडवत बाड़ी भली, बाड़ी भली प्रणाम करा जाए। आम जो प्रणाम करछे से ना ता भीतर पुणी विधि रही, आम जो प्रणाम करछे सेटा केते दूर आम ताकू कार्य परिणत करछे सिद्धांत शुणिले जानीपर। तो प्रणाम गोटे अंग हूँ स्तुति। दंडवत अर्थ प्रणाम दुई प्रकार रही ना, गोटे हूँ साष्टांग प्रणाम, गोटे हूँ पंचांग प्रणाम। साष्टांग माने अष्टांग, अष्टांग माने 8टा अवयव सहित भगवान को प्रणाम करवा। 8टा अवयव कौन कौन श्लोक रही, 8टा अवयव कौन कौन जानते कि समस्त जानते कौन कौन कहले कि श्रीराम आम समस्ते देखो आम समस्ते प्रणाम करुचे ना, साष्टांग प्रणाम ही करुचे जाना उचित ना। किए पचारे कौन कह बाहर लोग जो आसवे लॉकडाउन खोलला पर जब लोग आसला पचारे अरे आप एमती कहीं प्रणाम कर कौन कहे कहे आम अंटा सड़ू भुजु कहे ना, तो कह पड़ो ना, प्रामाणिकता देखा पड़ो ना, कहीं प्रणाम कराए। यहाँ हूँ साष्टांग प्रणाम। साष्टांग प्रणाम ये अंग सब लगे क्यों अंग श्लोक रही आम जाचे कि श्लोकटा शुणु दौर्भ्यं पद्भ्यं च जानुभ्यं पुरसा शिरसा दृशा मनसा वचसा चेति प्रणाम अष्टांग ईरित। ये प्रणाम अष्टांग ईरित ये अष्टांग विधि प्रणाम यहाँ कहला अष्टांग प्रणाम बा साष्टांग प्रणाम। कौन कौन 8टा जिनस लगुच देखो। प्रथम है दौर्भ्यांग। दौर्भ्यांग माने दुई बाहु लगे आम प्रणाम करछे। एवं पदभ्यांग च दुई पाद, पाद लंबेक रोचे बाहु लंबेक रोचे। दौर्भ्यांग पदभ्यांग च जानुभ्याम, जानु माने जंघ। तापर उरसा, उरसा उरुगाय कौचे ना आम उरसा बुझने सब खोली कह सिद्धांत शुणु। एवं शिरसा, शिरसा माने तापर दृशा, दृशा माने दृशा माने दृष्टि। एवं मनसा वचसा चेति प्रणाम अष्टांग ईरित। ठीक अच्छे शुण। प्रथम है बाहु दुई बाहु, पदभ्यांग दुई पाद, जानुभ्याम, जानुभ्याम माने कौन जानु जंघ। एवं उरुषा, उरुषा माने वक्षस्थल, वक्षस्थल लगे। एवं दृष्टि, दृष्टि प्रश्न आसा दृष्टि केमी प्रणाम तो करिए तो मुह तलू भी रोचे ना, केमी दृष्टिटा केमी भगवान दब। अच्छा हाथ जो आगू आम कर कौन शुणा ये पंचांग सॉरी अष्टांग उरसा शिरसा दृशा मनसा वचसा। देखो प्रणाम भितर वचन गोटे अंग रहिले कि नहीं रहिले। अच्छा पंचांग प्रणाम कौन रही, पंचांग प्रणाम ए विधि जानुभ्यां च बाहुभ्यां च, जानुभ्यां च बाहुभ्यां शिरसा वचसा धिया पंचांगक प्रणाम स्यात् पूजासो प्रवरा विमौ। यह पंचांग प्रणाम। जानुभ्याम दुई जानु लगिले, बाहुभ्याम बाहु लगिले, शिरसा शिर लगिले, वचसा वचन, धिया बुद्धि बा मन। ये पाद नहीं जानु लगी बा आंठू लगी, आंठू माड़ी जो प्रणाम करती। तो ये 5टा वस्तु रही। अच्छा ये सब अंग गुड़ाक कहीं लगे केमी लगे, बाहुर आवश्यकता कौन? बाहु आम जो बाहुटा को आगू पढ़े प्रणाम करछे यार आवश्यकता कौन? प्रणाम विधि या यही कहवा तात्पर्य कौन कि प्रणाम कले सब दुख चल जाए। भगवान भागवतम शेष श्लोक पा प्रणाम दुख समनम, प्रणाम कले सब दुख चली जाए। किंतु प्रणाम यही विधि अनुसार यही अष्टांग विधि बा पंचांग विधि। पंचांगटा आम नुह, आम अष्टांग विधि बा साष्टांग विधि। तो बाहु शिर एगुड़ा सब केमी लगे
ଶ୍ଲୋକ ରହିଛନ୍ତି ଭାଇ ସେଇ ଭାଗବତରେ ଅଛନ୍ତି। ଭାଗବତମ ଦେଖି ଏକାଦଶ ସ୍କନ୍ଧ ସେଇ 87 46 ନମ୍ବର ଶ୍ଲୋକ। ଶିରୋ ମତ୍ପାଦୟ କୃତ୍ୱା ବାହୁଭ୍ୟାଞ୍ଚ ପରସ୍ପରମ୍ ପ୍ରପନ୍ନଂ ପାହି ମାମି ସ ଭୀତଂ ମୃତ୍ୟୁ ଗୃହାର୍ଣ୍ଣବାତ୍। ଶିରଟା ଆମେ ଯେଉଁ ତଳେ ଶିର ଲଗାଉଛେ କ'ଣ ପାଇଁ? ମସ୍ତକଟା ତଳେ ଲଗାଉଛେ କ'ଣ? ଠିଆ ହେଇକି ପ୍ରଣାମ କରୁନାହାନ୍ତି କି ଲୋକ? କରୁଛନ୍ତି। ସେ ପ୍ରଣାମର କିଛି ମୂଲ୍ୟ ନାହିଁ। ଶିରକୁ ମସ୍ତକ ଯେଉଁ ଶିରକୁ ମସ୍ତକକୁ ଆମେ ଯେଉଁ ଲଗାଉଛେ କେଉଁଠି ଲଗାଉଛେ? କେଉଁଠି ଲଗାଉଛେ? ଭୂମିରେ ଲଗାଉଛେ ନା? ଭୂମିରେ ଲଗାଉଛେ, କିନ୍ତୁ କେଉଁଠି ଲଗାଉଛେ ପ୍ରକୃତରେ? କେଉଁ ଭାବନାରେ ଆମେ ପ୍ରଣାମ କରୁଛେ? ଶିର ମତ୍ ପାଦୟୋ ଭଗବାନ କହୁଛନ୍ତି। ଆମେ ଭୂମିରେ ଲଗାଇବାର ଅର୍ଥ ହେଉଛି ଶିରକୁ ଆମେ ଭଗବାନଙ୍କ ପାଦରେ ରଖିକି ପ୍ରଣାମ କରୁଛେ, ଭଗବାନ ପାଦପଦ୍ମକୁ ସ୍ପର୍ଶ କରି ପ୍ରଣାମ କରୁଛେ। ଏବଂ ବାହୁଭ୍ୟାଞ୍ଚ ପରସ୍ପରମ୍, ବାହୁ ଦୁଇ ହାତକୁ ଆମେ ପ୍ରଣାମ ଯେଉଁ କରୁଛେ କେମିତି? ଆଗକୁ ହାତ ଲମ୍ବେଇ ପ୍ରଣାମ କରୁଛନ୍ତି। ଦୁଇ ବାହୁ ପ୍ରାୟ ଦେଖାଯାଏ ଦୋଷ ନୁହଁ, କିନ୍ତୁ ଏଇଟା ଆମେ ସଚେତନ ହେବା ଉଚିତ। କିଏ କାହିଁ ଆମେ ଦେଖୁନୁ ସମସ୍ତେ ଏମିତି ପ୍ରଣାମ କରୁଛନ୍ତି? ଜାଣିନାହାନ୍ତି, ଜାଣିବ କେମିତି? ଶୁଣିଲେ ଜାଣିବା ବା ପଢ଼ିଲେ ଜାଣିବା। ସାଧୁସଙ୍ଗ କାହିଁ କରିବା ପାଇଁ କୁହାହେଉଛି? ସାଧୁସଙ୍ଗ କଲେ ସିଦ୍ଧାନ୍ତ ଗୁଡ଼ା ଜାଣି ହେବ। ନଚେତ ଆମେ ପ୍ରାୟ ଦେଖୁଛେ କ'ଣ ପ୍ରଣାମ ବେଳେବେଳେ ଆମେ ଆସୁଛେ ଏମିତି ଖାଲି ସେମିତି ପ୍ରଣାମ କରି ପଳେଇ ଯାଉଛେ, ବା ହାତ ଜାକିକି ପ୍ରଣାମ କରୁଛେ, ହାତ ଜାକିକି ପ୍ରଣାମ କରୁଛେ, ବା କେହି କେହି ଜପମାଳା ଧରି ପ୍ରଣାମ କରୁଛନ୍ତି, ବା କେହି କେହି ଗୋଟେ ହାତ ଜାକିଥିବେ ଗୋଟେ ହାତ ଖୋଲିଥିବେ, ଏଭଳି ପ୍ରଣାମ କରୁଛନ୍ତି। ଆଚ୍ଛା ଏଗୁଡ଼ା ଯଥାର୍ଥ କି ନାହିଁ ଆଗେ କହିଲେ? ଏଇଟା ଉଚିତ ନା ଅନୁଚିତ? କ'ଣ ଅମୃତେଶ ପ୍ରଭୁ? ତାହେଲେ ଆମେ କରୁଛେ କେମିତି ପୁଣି? ଯଦି ଅନୁଚିତ ଆମେ କରୁଛେ, ଆଚ୍ଛା ଅନୁଚିତ ବୋଲି ପ୍ରମାଣ କ'ଣ? ଭଗବାନ କହିଛନ୍ତି ନା ଆମେ ଯେଉଁ ପ୍ରଣାମ କରୁଛେ। ଆଚ୍ଛା ପ୍ରଶ୍ନ ଆସେ, ସେମିତି ପ୍ରଣାମର କ'ଣ କିଛି ମୂଲ୍ୟ ନାହିଁ? ମୂଲ୍ୟ ଅଛି, ମୂଲ୍ୟ ନାହିଁ ବୋଲି କୁହାଯିବନି। ଯେମିତି ପ୍ରଣାମ କଲେ ମୂଲ୍ୟ ଅଛି। କମ୍ ସେ କମ୍ ତ ଦଣ୍ଡବତ ହେଇ ପ୍ରଣାମ କରୁଛ ନା। କିନ୍ତୁ ଦଣ୍ଡବତ ଯେଉଁ ସାଷ୍ଟାଙ୍ଗ ପ୍ରଣାମର ଅଙ୍ଗ କ'ଣ? ଏହା ଅଷ୍ଟାଙ୍ଗ ପ୍ରଣାମ କହିଲେ ଏହା ବୁଝାଏ, ନଚେତ୍ ସେଟା ଅଷ୍ଟାଙ୍ଗରେ ଯାଏ ନା। ଆମେ ହାତ ଫାତ ଜାକିକି ପ୍ରଣାମ କରୁଛେ, କାନ ପାଖରେ ରଖିକି ପ୍ରଣାମ କରୁଛେ, ତାମାନେ ଆମେ ଭଗବାନଙ୍କ ପାଦପଦ୍ମକୁ ସ୍ପର୍ଶ କଲେନି ନା। ଦଣ୍ଡବତ ହେଲା କେମିତି ସେଇଟା? ଦୁଇ ହାତରେ ଭଗବାନଙ୍କର ଦୁଇ ପାଦପଦ୍ମକୁ ଧରିଛେ, ଏଇ ବିଚାରରେ ପ୍ରଣାମ କରୁଛେ। ତାର ପୁଣି ଆହୁରି ସୂକ୍ଷ୍ମ ରହସ୍ୟ ରହିଛି। ପୁଣି ଦୁଇ ହାତକୁ କେମିତି ଭଗବାନଙ୍କର ପାଦପଦ୍ମରେ ରଖିବେ ତାର ବିଧି ରହିଛି। କେମିତି ରଖିବେ? ଭଗବାନ ଠିଆ ହେଇଛନ୍ତି, ପାଦପଦ୍ମ କେମିତି ରଖିବେ? ଯେମିତି ଠିଆ ହେଇଛନ୍ତି ସେମିତି ରଖିବେ ନା? କେମିତି ରଖିବେ ସୁଶୀଲ ପ୍ରଭୁ? ଏମିତି ରଖିବେ। ଅର୍ଥାତ୍ ଭଗବାନଙ୍କର ଡାହାଣ ପାଦକୁ ଡାହାଣ ପାଦକୁ ଆମର ଡାହାଣ ହାତ, ଭଗବାନଙ୍କର ବାମ ପାଦକୁ ଆମର ବାମ ହାତ, ଏଇ ହେଉଛି ବିଧି। କୃଷ୍ଣ ବଳରାମ ଯେଉଁ ଛନ୍ଦାଚରଣ ତାଙ୍କୁ ଆମେ ସିଧା ପ୍ରଣାମ କରିପାରୁ, କାହିଁକିନା ଆମେ ସିଧା ରଖିଲେ ସେଇଭଳିଆ ହେଇଗଲା ନା। କିନ୍ତୁ ମହାପ୍ରଭୁଙ୍କୁ ଯେତେବେଳେ ଆମେ ପ୍ରଣାମ କରୁଛେ ଏଇଭଳି, ଡାହାଣ ପାଦକୁ ଡାହାଣ ହାତ, ବାମ ପାଦକୁ ବାମ ହାତ। ଆମେ ଯଦି ହାତଟାକୁ ଯଦି ଜାକିକି ପ୍ରଣାମ କରୁଛେ ତାହେଲେ ହାତଟା କୋଉଠି ରଖିଲେ? ଭଗବାନ ପାଦପଦ୍ମ ସ୍ପର୍ଶ କଲେନି। ଦେଖୁନାହାନ୍ତି ଭଗବାନ କହିଛନ୍ତି, ଏଇଟା ମୁଁ କହୁନି, ଏକାଦଶ ସ୍କନ୍ଧ 27 ଅଧ୍ୟାୟର 46 ନମ୍ବର ଶ୍ଲୋକ। ତେଣୁ ଭଗବାନ ତ କହୁଛନ୍ତି ନା। ସାଧୁସଙ୍ଗ ଏଇଥିପାଇଁ କରାଯାଏ, ସାଧୁସଙ୍ଗରେ ଆମେ ଏସବୁ ସିଦ୍ଧାନ୍ତ ବୁଝିପାରିବା, ଜାଣିପାରିବା। ତେଣୁ ଦୁଇ ହାତକୁ ଆମେ ଆଗକୁ ଦେଇକି ପ୍ରଣାମ କରିବା। କେହି କେହି ପଞ୍ଚାଙ୍ଗ ପ୍ରଣାମ କରନ୍ତି। ପଞ୍ଚାଙ୍ଗ ପ୍ରଣାମଟା ଆମ ପାଇଁ ନୁହଁ। ପଞ୍ଚାଙ୍ଗ ପ୍ରଣାମ କାହା ପାଇଁ? ମା' ମାନଙ୍କ ପାଇଁ। ସ୍ତ୍ରୀ ଲୋକମାନେ ପଞ୍ଚାଙ୍ଗ ପ୍ରଣାମ କରିବେ। କିଏ କହ ଆଚ୍ଛା ଆମେ ଅସୁସ୍ଥ ଅଛୁ, ସେଇଟା ଅଲଗା କଥା। ଜଣେ ଅସୁସ୍ଥ ହେଲା ପରେ ସେଇଟା କୁହାଯିବନି ନା। ବା କୌଣସି ସ୍ଥାନ କାଳ ପରିବେଶ ଆମେ ବାହାରେ କେଉଁଠି ଯାଉଛେ, ସେ ଜାଗା ପବିତ୍ର ନାହିଁ, ବା ଦେଖୁଛେ ଜାଗାଟା ଅପରିଷ୍କାର ହୋଇ ରହିଛି, ହୁଏତ ଆମେ ସେଠି ପଞ୍ଚାଙ୍ଗ କରିପାରୁ। କିନ୍ତୁ ଭଗବାନ ପାଖକୁ ଆସୁଛେ ଯେତେବେଳେ ଭଗବାନ ପାଖରେ ପୁରା ସାଷ୍ଟାଙ୍ଗ ପ୍ରଣାମ, ଏଇଟା ପ୍ରଣାମର ବିଧି ପାଇବା। ଏଇଭଳି ପ୍ରଣାମ କଲେ ହିଁ ଜଣେ ଭଗବାନଙ୍କର ପ୍ରିୟ ହେବ, ଭଗବାନଙ୍କର କୃପା ସିଏ ପାଇବ। ତେଣୁ କ'ଣ କ'ଣ ରହିଲେ? ଦୈର୍ଭ୍ୟାଂ ଦୁଇ ପାଦ, ଦୁଇ ବାହୁ, ଅର୍ଥାତ୍ ହାତକୁ ପୁରା ଆଗକୁ ରଖିବେ। ଏବଂ ମସ୍ତକ କ'ଣ? ଏଠି ଭଗବାନ କହୁଛନ୍ତି ଶିର ମତ୍ ପାଦୟୋ, ମସ୍ତକଟା ତାଙ୍କ ପାଦପଦ୍ମରେ ଯେମିତି ରହିଛି ଆମେ ରଖୁଛେ ଭଗବାନଙ୍କ ପାଦପଦ୍ମରେ, ଏଇଭଳି। ଆଉ କହିଲେ ପ୍ରପନ୍ନଂ ପାହି ମାମିଷ, ଆପଣ ପାଖରେ ଶରଣାପନ୍ନ ହେଲି, ମୋତେ କୃପା କର, ଏଇଟା ତ କହିବେ। ଆଚ୍ଛା ଆଉ କ'ଣ? ଦୃଶା, ଦୃଷ୍ଟି। ଆଚ୍ଛା ଗୋଟେ ପ୍ରଶ୍ନ ଆସିପାରେ କାହା ମନରେ, ଜଣେ ଯଦି ଜପମାଳା ଧରିକି ପଳେଇ ଆସିଛି ଠାକୁରଙ୍କ ପାଖକୁ, ସେ ପ୍ରଣାମ କରିବ କେମିତି? ଜପମାଳା ଥୋଇକି ଆସିନି, ଧରି ଯଦି ପଳେଇ ଆସି ପ୍ରଣାମ କରିବ କେମିତି? ପକେଟରେ ରଖିବ?
ପ୍ରାୟ ଦେଖାଯାଏ ବେଳେବେଳେ ଭକ୍ତ ସବୁ ଜପମାଳାକୁ ପକେଟରେ ପୁରାନ୍ତି। ଏଇଟା ବହୁତ ବଡ଼ ଅପରାଧ। ଜପମାଳା କେବେ ପକେଟରେ ପଶିବନି। ଜପମାଳା ହେଇଛି କ'ଣ ପାଇଁ? ଝୁଲିବା ପାଇଁ ବା ହେଇଛି। ଦେଖାଯାଏ ପକେଟରେ କେହି ପୁରେଇଥାନ୍ତି ନା, ଏଇଟା ଠିକ୍ ନୁହଁ। ଜପମାଳା ଜପ କରିବା ସମୟରେ ନାଭିଠୁ ତଳକୁ ଖସିବା କଥା ନୁହଁ। ପ୍ରାୟ ଦେଖାଯାଏ ଜପ କେହି ଏମିତି ଝୁଲେଇ ଝୁଲେଇ କରନ୍ତି, ନା ଏଇଟା ଠିକ୍ ନୁହଁ। ଆମେ ଜାଣିଅଛି, ଶ୍ରବଣ କଲେ ସତର୍କ ହୋଇପାରିବା। ଆମେ ଶୁଣିକି ଯଦି ନିଜ ଉପରେ ସେଟାକୁ ବ୍ୟବହାର କରିବା ପାଇଁ ଚାହିଁବା ତାହେଲେ ସଚେତନ ହୋଇପାରିବା। ଯଦି ନ ଶୁଣିବା କିଛି ଅସୁବିଧା ନାହିଁ। ଯିଏ ଯାହା ବିଚାରରେ ଠିକ୍ ଅଛନ୍ତି ଠିକ୍ ଥାଇପାରନ୍ତି, କିଛି ଅସୁବିଧା ନାହିଁ। ଜପମାଳାକୁ ପକେଟରେ ଯେଉଁ ରଖନ୍ତି ଏଇଟା ଠିକ୍ ନୁହଁ। ଜପମାଳାକୁ କେହି କାଖରେ ଜାକି ଦିଅନ୍ତି। ଏଇଟା କ'ଣ ପାନ ବଟୁଆ ନା କ'ଣ? ଭଗବାନଙ୍କ ଯେତେବେଳେ ଗୁରୁଦେବ ମାଳା ଦିଅନ୍ତି ସେ କ'ଣ କୁହନ୍ତି? ନିଅ ମାଳା ନିଅ, କୃଷ୍ଣଙ୍କୁ ଏଇ ଜନ୍ମରେ ପାଅ। ମାନେ ମାଳା ମାନେ ଆମର ମାଳା କିଏ? ମାଳା କୃଷ୍ଣଙ୍କର ସ୍ୱରୂପ ପା। ତୁଳସୀ ମାଳା ନା, ଏଇଟା ଉଚିତ ନୁହଁ। ତାହେଲେ ପ୍ରଶ୍ନ ଆସୁଛି, ତାହେଲେ ଜପମାଳା ଆମେ ଯଦି ଧରିକି ପଳେଇ ଆସିଛେ, ରଖିନେ ପ୍ରଣାମ କରିବା ସମୟ ହେଲା, କ'ଣ କରିବି? ଜପମାଳାକୁ ଧରିକି କେହି ପ୍ରଣାମ କରନ୍ତି। ଯଦିଓ ସେଟା ଲେଖା ହେଇନି କେଉଁଠି ତା ସିଦ୍ଧାନ୍ତଟା କ'ଣ, କିନ୍ତୁ ମୁଁ ସିନିୟର ବୈଷ୍ଣବମାନଙ୍କଠୁ ବୁଝିଛି କେମିତି ସେ ପ୍ରଣାମଟା କରିବ। ଜପମାଳା ଧରିଛ କି କିଏ? ଦେଲେ ମୁଁ କହିଦେବି କେମିତି ପ୍ରଣାମ କରିବ। ଆଣିଲେ ମୁଁ କହିଦେବି। ଯଦି ଜପମାଳା ଧରିକି ଆସିଛନ୍ତି ତାହେଲେ ପ୍ରଣାମ କେମିତି କରିବେ? ଜପମାଳା ଯଦି ଧରିଛନ୍ତି ତାହେଲେ ଜପମାଳାକୁ ଏମିତି ହାତ ଉପରକୁ ରଖିବେ। ଜପମାଳା ହାତ ଉପରେ ରହିବେ, ତଳକୁ ନୁହଁ। ଏମିତି ରଖି ପ୍ରଣାମ କରିବେ। ମୁଁ ଏଇଟା ଶୁଣିଛି ସିନିୟର ବୈଷ୍ଣବଠୁ। କେଉଁ ଶାସ୍ତ୍ର ସିଦ୍ଧାନ୍ତ କ'ଣ ମୁଁ ଜାଣିନି, ଏ ସିନିୟର ବୈଷ୍ଣବମାନେ ଏହା କହିଛନ୍ତି। ତଳେ ଲାଗିଲା କେଉଁଠି? ଉପରେ ତ ରହିଲା ନାଇଁ, ସେମିତି ଆଉ ମାଳା ତ ରହିଲା ନା ଭିତରେ, ଉପରେ ରହିଲା। ଏଭଳି ପ୍ରଣାମ କରିବେ। କିନ୍ତୁ ପ୍ରାୟ ଦେଖାଯାଉଛି ଜପମାଳାକୁ ଛାତିରେ ଧରିକି କ'ଣ, ନା ନା ଏଇଟା ଠିକ୍ ନାହିଁ। ଏତେ ଶାସ୍ତ୍ର ମନା କରିଛନ୍ତି। ତେଣୁ ଏଇଭଳି ପ୍ରଣାମ କରିବେ। ତ ଆଚ୍ଛା, ଦୃଷ୍ଟି, ମୁହଁ ତ ତଳୁ କରି ପ୍ରଣାମ କରୁଛନ୍ତି, ଦୃଷ୍ଟିଟା କେମିତି ଦେବେ ଭଗବାନଙ୍କୁ? ଦୃଶା ଶବ୍ଦରେ ଆଚାର୍ଯ୍ୟ କୁହନ୍ତି ଚକ୍ଷୁକୁ ଈଷତ୍ ନିମିଳିତ କରିକି, ମାନେ ଚକ୍ଷୁକୁ ପୁରା ବନ୍ଦ କରିବେନି, ଧୀରେ ମାନେ କମ୍ ନିମିଳିତ କରିକି ଚିନ୍ତନ କରି ଭଗବାନଙ୍କୁ ଦର୍ଶନ କରୁଛି। ଅର୍ଥାତ୍ ଯେଉଁ ରୂପଟାକୁ ଦର୍ଶନ କରି ପ୍ରଣାମ କରୁଛନ୍ତି ସେଇ ରୂପଟାକୁ ସ୍ମରଣ କରି ପ୍ରଣାମ କରିବେ। ଦୃଶା ଏବଂ ମନସା, ମନରେ କ'ଣ ପ୍ରଣାମ କରିବେ? ମନରେ ମାନେ ଆମେ ପୂର୍ବରୁ ଶୁଣିଲେ ନା, ଶିରଟାକୁ ଭଗବାନଙ୍କର ପାଦପଦ୍ମରେ ରଖୁଛେ, ମନରେ ଏଇଟା ଚିନ୍ତା କରିବେ ଯେ ମୋ ଶିରଟା ଭଗବାନଙ୍କର ପାଦପଦ୍ମରେ ଅଛି। ଏବଂ ବଚସା ସବୁଠି ରହିଛି, ଉଭୟ ପ୍ରଣାମ ରହିଛି। ବଚସାରେ ପ୍ରଣାମ କରିବେ। ବଚନରେ କ'ଣ କହିବେ? ଧନଂ ଦେହି, ଜନଂ ଦେହି, ବିଦ୍ୟାଂ ଦେହି, ଏହା ଲୋକ ଏହା ହିଁ ପ୍ରଣାମ କରନ୍ତି। ପ୍ରଣାମରେ ଏହା ହିଁ ମାଗନ୍ତି ନା। ସେଥିପାଇଁ ଲୋକ ଆମର ପ୍ରଣାମର ବିଧିଟା ଦେଖୁନାହାନ୍ତି। ପ୍ରଣାମର ବିଧିଟା ହେଉଛି ଏମିତି, ବା ହାତଟା ତଳମୁହାଁ ହେଲା ନା, ଅର୍ଥାତ୍ ଭଗବାନଙ୍କର ପାଦପଦ୍ମରେ ଆମେ ହାତ ରଖିକି କେହି ପ୍ରଣାମ କରନ୍ତି ଏମିତି ମାନେ କ'ଣ? ପ୍ରଭୁ ମୁଁ ଆପଣଙ୍କୁ କିଛି ଦେବିନି, ଯାହା ଦେବା ଆପଣ ମୋତେ ଦିଅନ୍ତୁ, ମୁଁ ଖାଲି ନେବି ଆପଣଙ୍କଠୁ। ପ୍ରାୟ ଲୋକ ଏମିତି ମାଗନ୍ତି ନା। ପ୍ରଣାମ ହାତ ରଖି ପ୍ରଣାମ କରାଯାଏ। ତ ବଚନରେ ଯେଉଁ ପ୍ରଣାମ କରିବେ, ବଚନରେ ଭଗବାନଙ୍କୁ ସ୍ତୁତି କରିବେ। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ। ପ୍ରଣାମ ତ କଲେ, ଭଗବାନ ତ କହିଲେ ତୁମର ମଙ୍ଗଳ ହେଇଗଲା, ପୁଣି କାହିଁକି ସେ ସ୍ତୁତି କରୁଛନ୍ତି? କାରଣ ପ୍ରଣାମର ଏଇଟା ହେଉଛି ଅଙ୍ଗ। ଅଷ୍ଟାଙ୍ଗ ପ୍ରଣାମର ଏଇଟା ହେଉଛି ଅଙ୍ଗ, ବା ପଞ୍ଚାଙ୍ଗ ପ୍ରଣାମର ଏଇଟା ହେଉଛି ଅଙ୍ଗ। ସେଥିପାଇଁ ଦେଖୁନାହାନ୍ତି, ଆମେ ଯେତେବେଳେ ପ୍ରଣାମ କରୁଛେ ଠାକୁରଙ୍କୁ, ନିଶ୍ଚିତ ଯେଉଁ ବିଗ୍ରହଙ୍କୁ ପ୍ରଣାମ କରିବେ ତାଙ୍କର ସ୍ତୁତି ଅଛି କି ନାହିଁ? ମହାପ୍ରଭୁଙ୍କୁ ପ୍ରଣାମ କରୁଛେ, କ'ଣ କରୁଛେ? ନମ ମହାବଦାନ୍ୟାୟ। ନିତ୍ୟାନନ୍ଦ ପ୍ରଭୁ ପ୍ରଣାମ କଲେ ନିତ୍ୟାନନ୍ଦ ନମସ୍ତେଭ୍ୟଂ ପ୍ରେମାନନ୍ଦ ପ୍ରଦାୟିନେ କଳୁ କଳ୍ମସନାଶୟ ଜାହ୍ନ ମହାପତାୟ ନମ। ପ୍ରଣାମ କରୁଛେ। କୃଷ୍ଣ ପ୍ରଣାମ କଲେ କୃଷ୍ଣଙ୍କ ମନ୍ତ୍ର ରହିଛି, ବଳରାମ ପ୍ରଣାମ କଲେ ବଳରାମଙ୍କ ମନ୍ତ୍ର ରହିଛି, ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କୁ ପ୍ରଣାମ କଲେ ତାଙ୍କର ମନ୍ତ୍ର ରହିଛି। ମନ୍ତ୍ର ମାନେ କ'ଣ? ତାଙ୍କର ଗ୍ଲୋରିଫାଇ, ତାଙ୍କୁ ଆମେ ଗ୍ଲୋରିଫିକେସନ୍ କ'ଣ? ତାଙ୍କର ଗ୍ଲୋରିଫିକେସନ୍ କରୁଛେ। ତ ପ୍ରଣାମ ଦ୍ୱାରା ଭଗବାନଙ୍କୁ ଏଭଳି ବଚନରେ କିଛି କୁହାଯାଏ। ଆଚ୍ଛା, ବଚନରେ ଯେଉଁ କୁହାଯାଏ ସେ କଥା ଆମେ ଶୁଣିବା। ତ ପ୍ରଣାମ କଲେ ପ୍ରଶ୍ନ ଆସେ, ଆଚ୍ଛା ଅଲଗା ଉପାୟରେ ଯେଉଁ ପ୍ରଣାମ କରୁଛନ୍ତି ସେଥିରେ କିଛି କ୍ଷତି ଅଛି କି? କ୍ଷତି ହେଉଛି ଭଗବାନ ତାଙ୍କୁ କେବେ ବହିଷ୍କାର କରିବେନି, ଭଗବାନ ତାଙ୍କୁ କେବେ କ'ଣ ଛାଡ଼ିଦେବେନି, କାରଣ ଜୀବଟା ଆସି ଭଗବାନ ପାଖରେ ଶରଣାଗତି ଆଚରଣ କରିଛି ନା। କିନ୍ତୁ ଆମର ଯେଉଁ ଇପ୍ସିତ ବସ୍ତୁ, ଯେଉଁ କୃଷ୍ଣ ପ୍ରେମ ପ୍ରାପ୍ତି ହେବା, ଏ ଅଷ୍ଟାଙ୍ଗ ପ୍ରଣାମର ଯଥାଯଥ ପାଳନରେ
ସେଇଥି କହିଲା ଗୋଟେ ପ୍ରଣାମରେ ଦୁଃଖ ଚାଲିଯାଏ। ସେଇଥି ବ୍ରହ୍ମାଜୀ କହିଲେ ଯମରାଜଙ୍କୁ ଗୋଟେ ପ୍ରଣାମରେ ସିଏ ମୁକ୍ତି ପାଇଯିବ, ସେ ନରକକୁ ଯିବନି। ସେ ଶ୍ଲୋକ ବି ରହିଛି, ଶରଣାଗତ ରକ୍ଷଣୋଦ୍ୟତଂ ହରିମିଶଂ ପ୍ରଣମନ୍ତି ଯେ ନରା ନ ପତନ୍ତି ଭବାମ୍ବୁଧ ସ୍ଫୁଟଂ ପତିତାନୁଦ୍ଧରତି ସ୍ମତାନସୌ। ଶରଣାଗତ ଭଗବାନ ଶ୍ରୀ ହରିଙ୍କୁ ଯେଉଁ ବ୍ୟକ୍ତି ପ୍ରଣାମ କରନ୍ତି କ'ଣ ହୁଅନ୍ତି ନା ନ ପତନ୍ତି ଭବାମ୍ବୁଧୌ, ସିଏ ଭବସାଗରରେ କେବେ ବି ପତିତ ହୁଅନ୍ତି ନାହିଁ। ପତିତାନ ଉଦ୍ଧରତି ସ୍ମତାନସୌ, ଯଦି ବା କେବେ କେବେ କେହି କେହି ପତିତ ହୁଅନ୍ତି ଭଗବାନ ତାଙ୍କୁ ଉଦ୍ଧାର କରନ୍ତି, ଭଗବାନ ତାଙ୍କୁ ଉଦ୍ଧାର କରିଦେବେ। ପ୍ରଣାମର ବିଧି ରହିଛି ଏହା। ତାହେଲେ ପ୍ରଣାମର ଯଦି ଏତେ ମହିମା ରହିଛି, ପ୍ରଣାମର ମହିମା ତ ବହୁତ ରହିଛି, ଯଦି ପ୍ରଣାମର ଏତେ ମହିମା ରହିଛି ତାହେଲେ ସ୍ତୁତି କରିବା କ'ଣ ଦରକାର ନା ସ୍ତୁତି ପ୍ରଣାମର ଅଙ୍ଗ। ଏବଂ ସ୍ତୁତି ହେଉଛି ଶୁଦ୍ଧ ଭକ୍ତିର ମଧ୍ୟ ଅଙ୍ଗ। ଭଗବାନ ନିଜେ ବି କହିଛନ୍ତି ଶୁଦ୍ଧ ଭକ୍ତିର ଅଙ୍ଗ ଭିତରେ ସ୍ତୁତି ବି ରହିଛି, ପ୍ରଣାମ ରହିଛି, ସ୍ତୁତି ରହିଛି, ଏସବୁ ରହିଛି। କେଉଁଠି ରହିଛି? ତୃତୀୟ ସ୍କନ୍ଧ ଭାଗବତମ 29 ଅଧ୍ୟାୟର 16 ନମ୍ବର ଶ୍ଲୋକ। ମଧ୍ୟସ୍ନେହ ଦର୍ଶନ ସ୍ପର୍ଶ ପୂଜା ସ୍ତୁତି ଅଭିବନ୍ଦନେ ଭୂତେଷୁ ମଦ୍ଭାବନୟା ସତ୍ତ୍ୱେଷୁ ଅସଙ୍ଗମେନ ଚ। ଏ କହିଲେ ମଧ୍ୟସ୍ୟ ଦର୍ଶନମ୍, ମୋର ବିଗ୍ରହଙ୍କୁ ଦର୍ଶନ କରିବା, ପ୍ରତିଦିନ ଦର୍ଶନ କରିବା, ଏଇଟା ଭକ୍ତିର ଅଙ୍ଗ। ସ୍ପର୍ଶ କରିବା। ଆଚ୍ଛା, ଆମେ ସ୍ପର୍ଶ କରିପାରିବା କି ସମସ୍ତେ? ପ୍ରଶ୍ନ ଆସିବ, ସ୍ପର୍ଶ କରିପାରିବା ଆମେ ସମସ୍ତେ? କରିପାରିବ? ବ୍ରାହ୍ମଣ ଦୀକ୍ଷା ଯିଏ ଦେଇନାହାନ୍ତି ଯାଇକି ଛୁଇଁପାରିବେ ନା? ସ୍ପର୍ଶ କରିପାରିବେ ଶ୍ରୀ ବିଗ୍ରହଙ୍କୁ? ତାହେଲେ ସ୍ପର୍ଶ କୁହାହେଲା ନିତ୍ୟ କରିବ। କେମିତି କରିବା? ନିତ୍ୟ ସ୍ପର୍ଶ କେମିତି କରିବା? ବିଜୟ କୃଷ୍ଣ ପୂର୍ବରୁ ଆମେ ଶୁଣିଲେନି ପ୍ରଣାମ ଅଙ୍ଗରେ ମନରେ ଆମେ କ'ଣ କରୁଛେ? ମସ୍ତକକୁ ଭଗବାନଙ୍କର ପାଦପଦ୍ମରେ ରଖିଲେ, ହାତକୁ ଭଗବାନଙ୍କର ପାଦପଦ୍ମ ଉପରେ ରଖିଲେ ସ୍ପର୍ଶ କଲେ କି ନାହିଁ? ମାନସରେ ସ୍ପର୍ଶ କଲେ ନା। ଆଉ ଯଦି ସ୍ପର୍ଶ କରିବା ଯଦି ସୁଯୋଗ ପାଉଛନ୍ତି, ଅଧିକାର ମିଳିଛି, ତାହେଲେ ଭଲ। ତେଣୁ ମଧ୍ୟସ୍ନେହ ଦର୍ଶନ ସ୍ପର୍ଶ ପୂଜା କରିବେ ଭଗବାନଙ୍କୁ ପ୍ରତିଦିନ। ଆଚ୍ଛା, ପୂଜା ଆମେ କରିପାରିବା? ପୂଜା ଦେଖୁନାହାନ୍ତି ବର୍ତ୍ତମାନ ପୂଜାରୀମାନେ କରୁଛନ୍ତି। ସମସ୍ତେ କରିପାରିବେ ନା ପୂଜା? ପୂଜା କରିପାରିବେ। ପୂଜା ପାଇଁ କ'ଣ ଦରକାର? ପୂଜା ପାଇଁ ଭଗବାନ ପାଖରେ ତ ନିବେଦନ କରିବାକୁ ପଡ଼ିବ ନା କିଛି ନହେଲେ ତ କମ୍ ସେ କମ୍ ଫୁଲ ଦେବାକୁ ପଡ଼ିବ ନା ନାହିଁ? ଆଉ ଫୁଲ ଆଣିକି ଦେବ କି ନାହିଁ? ପୂଜାରେ ବି ଫୁଲ ଆବଶ୍ୟକ ରହିଛି। ଯଦି ବହୁତ ପୂଜାର ବିଧି ତ ବହୁତ ଅଲଗା, ସେ ପ୍ରସଙ୍ଗ ଅଲଗା। କିନ୍ତୁ ମହାପ୍ରଭୁ କପିଳଦେବ ଭଗବାନ ଯେହେତୁ ଏଇଟା କହୁଛନ୍ତି, ସେ ବିଷୟରେ ଆମେ ଆଲୋଚନା କରୁଛେ। ଆମେ ଯେଉଁ ଭଗବାନଙ୍କୁ ପୂଜା କରିବା, କେମିତି ପୂଜା କରିବେ? ଫୁଲ ଦେଇକି। କେଉଁ ଫୁଲ ଦେବେ? କେଉଁ ଫୁଲ ଦେଇ ଭଗବାନ ପୂଜା କରିବେ? ଦେଖିବା, କିଏ କହିବା? ସୁଗନ୍ଧିତ ଫୁଲ। ହଁ, ସୁନ୍ଦର ଫୁଲ, ସୁଗନ୍ଧିତ ଫୁଲ। ଯଦି ସୁଗନ୍ଧିତ ଫୁଲ ଏରିଆରେ ନାହିଁ, ସୁଗନ୍ଧିତ ଫୁଲ ଯଦି ନାହିଁ, ଖାଲି ଟଗର ଫୁଲ ହିଁ ଫୁଟୁଛି, କ'ଣ କରିବେ ସେଠି? ଆଉ କିଛି ନାହିଁ, ସୁଗନ୍ଧିତ ଫୁଲ ଲକଡାଉନ୍ ହେଇଯାଇଛି, କୁଆଡ଼ୁ ଆସିପାରିବନି କି ଫୁଟୁନି, କ'ଣ କରିବେ? ଫୁଲ ଦେଇକି ପୂଜା କରିବେ। କେଉଁ ଫୁଲ? ଆଚ୍ଛା, ଯଦି ଟଗର ଫୁଲ ବି ଫୁଟିବନି, ବର୍ଷା ପ୍ରବଳ ହେଲା, ଟଗର ଫୁଲ ଫୁଟିବନି, ସେଠି କ'ଣ କରିବେ? ଆଚ୍ଛା, ଠିକ୍ ଅଛି। ସେଟା ସିନା ଯିଏ ବିଗ୍ରହଙ୍କ ସହିତ ଯୁକ୍ତ ହେଇକି ସେବା କରିବ, ସେ ଫୁଲ ଦେବ, ସେ ଚନ୍ଦନ ଦେବ, କି ଅଗୁର ଦେବ, କି ମନ ଯାହା କିଛି ଦେବ। ଆମର ତ ସେ ଅଧିକାର ନାହିଁ, କିନ୍ତୁ ଫୁଲ ଦେବାକୁ ପଡ଼ିବ ପୂଜାରେ। 8 ପ୍ରକାର ଫୁଲ ଅଛି। 8 ପ୍ରକାର ଫୁଲକୁ ଭଗବାନଙ୍କୁ ଦେଇକି ପୂଜା କରିବା ଉଚିତ। ଆଉ ଭଗବାନ ସେଇ ଫୁଲକୁ ଗ୍ରହଣ କରନ୍ତି। କ'ଣ 8 ପ୍ରକାର ଫୁଲ ଜାଣିଛନ୍ତି? ଦେଖନ୍ତୁ, ଅହିଂସାଂ ପ୍ରଥମଂ ପୁଷ୍ପଂ ଇନ୍ଦ୍ର ନିଗ୍ରହ, ସର୍ବଭୂତ ଦୟା ପୁଷ୍ପଂ କ୍ଷମା ପୁଷ୍ପଂ ବିଶେଷତଃ, ଧ୍ୟାନ ପୁଷ୍ପଂ ଦାନ ପୁଷ୍ପଂ ଯୋଗ ପୁଷ୍ପଂ ତଥୈବ ଚ, ସତ୍ୟଂ ଅଷ୍ଟବିଧଂ ପୁଷ୍ପଂ ବିଷ୍ଣୁ ପ୍ରସୀଦ କାରୟେତ୍। ବିଷ୍ଣୁ ପ୍ରସୀଦ କାରୟେତ୍। ଭଗବାନଙ୍କୁ ପ୍ରସନ୍ନ କରିବେ ତ ଏ 8ଟା ଫୁଲ ଦେଲେ ପ୍ରସନ୍ନ ହେବେ। ପ୍ରଥମେ କହିଲେ ଅହିଂସାଂ ପ୍ରଥମଂ ପୁଷ୍ପଂ। ପ୍ରଥମ ପୁଷ୍ପ ହେଉଛି ଅହିଂସା, ଏବଂ ତାମାନେ ଏଇ ଗୁଣ ଗୁଡ଼ାକ ଆଚରଣ କରିବେ। ପୁଷ୍ପଂ ଇନ୍ଦ୍ରିୟ ନିଗ୍ରହ, ଇନ୍ଦ୍ରିୟ ଦମନ ରୂପକ ପୁଷ୍ପ ଦ୍ୱିତୀୟ। ତୃତୀୟ ହେଉଛି ସର୍ବଭୂତ ଦୟା ପୁଷ୍ପମ୍, ସବୁ ଜୀବଙ୍କ ପ୍ରତି ଦୟାଭାବ। ଚତୁର୍ଥ ହେଉଛି କ୍ଷମା ପୁଷ୍ପ ବିଶେଷତଃ, କ୍ଷମା ରୂପକ ପୁଷ୍ପ। ପଞ୍ଚମ ଧ୍ୟାନ ପୁଷ୍ପ, ଦାନ ପୁଷ୍ପ,
যোগ পুষ্প তଥैव च ଧ୍ୟାନ ଦାନ ଯୋଗ ଏସବୁ ଶେଷରେ ସତ୍ୟଂ ଅଷ୍ଟବିଧଂ ପୁଷ୍ପଂ ବିଷ୍ଣୁ ପ୍ରସିଦ୍ଧ କାରେତ୍। ସତ୍ୟଂ ଏଇଭଳି 8ଟା ଫୁଲ ଆମେ ଦେଇକି ଭଗବାନଙ୍କୁ, ଆଚ୍ଛା 8ଟା ଫୁଲ ତ ଆମେ ପାଇପାରିବାନି, ପ୍ରଶ୍ନ ଆସିବ କ'ଣ ସୋମନାଥ ଯାଇକି ତ ଫୁଲ ତୋଳୁଛନ୍ତି ମୋ ସହିତ ସବୁବେଳେ, 8ଟା ଫୁଲ ଆମେ ତୋଳି ପାରିବା ନା, 8ଟା ଫୁଲ ଆମେ ପାଇବା କି? କିନ୍ତୁ କମ୍ ସେ କମ୍ ଯେତେଟା ଫୁଲ ଆମେ ପାଇଛି ତାକୁ ଭଗବାନଙ୍କୁ ଦେବା ଉଚିତ। ତ କହିବା ତାତ୍ପର୍ଯ୍ୟ ପୂଜା ଏଭଳି ହେବେ। ତ ଭଗବାନ କହୁଛନ୍ତି ମଧ୍ୟସ୍ନ ଦର୍ଶନ ସ୍ପର୍ଶ ପୂଜା ସ୍ତୁତି। ସ୍ତୁତି କଥା କହିଲେ, ସ୍ତୁତି ଅଭିବନ୍ଦନୀ। ସ୍ତୁତି ବଚନଟା ଉଭୟ ପ୍ରଣାମରେ ରହିଛି, କାରଣ ଏ ହେଉଛି ଭକ୍ତିର ଅଙ୍ଗ, ପ୍ରଣାମର ଅଙ୍ଗ। ପ୍ରଶ୍ନ ଆସେ ଆମେ ପ୍ରଣାମରେ ବଚନର ଆବଶ୍ୟକତା କ'ଣ? ଆମେ କିଛି କହିବାନି ପ୍ରଣାମ କରିବା, ହେବ କି ନାହିଁ? ନନ୍ଦକୁମାର ପ୍ରଭୁ ଆମେ ଆସେ ଖାଲି ପ୍ରଣାମ କରିବା, କିଛି କହିବାନି, ଭଗବାନ କିଛି କହିବାନି, ହେବ କି ନାହିଁ? ହଁ ଆଚ୍ଛା ପାଟି ଫିଟୁଛି ତ ଆମେ କହିଦେବା ନା ଧନଂ ଦେହି ଜନଂ ଦେହି ମାଗିଦେବା। ବଚନ କାହିଁକି, ବଚନର ଆବଶ୍ୟକତା କାହିଁକି? କାରଣ ବଚନ ଦ୍ୱାରା ହିଁ ମନୋଭାବଟାକୁ ପ୍ରକାଶ କରିହୁଏ। ଆମର ଭକ୍ତିଶାସ୍ତ୍ରୀ କ୍ଲାସ୍ରେ ସେ କଥା ପଢ଼ାଉନଥିଲା, ବଚନ ନ କହିବା ପର୍ଯ୍ୟନ୍ତ ଜଣାପଡ଼ିବନି ସିଏ କ'ଣ, ସେ ବିଦ୍ୱାନ କି ମୂର୍ଖ କ'ଣ କି ଜଣାପଡ଼ିବନି। ତ ଭଗବାନ ପାଖକୁ ଆସି ଆମେ ତାମାନେ ପ୍ରଶ୍ନ ଆସେ, ଆଚ୍ଛା ଭଗବାନ କ'ଣ ଜାଣିନାହାନ୍ତି କି ଆମ ମନୋଭାବଟା କ'ଣ? ଜାଣିଛନ୍ତି, କିନ୍ତୁ ଆମେ ବ୍ୟକ୍ତ କରିବା ଉଚିତ। ଭଗବାନ କ'ଣ ଜାଣିନାହାନ୍ତି କି ମନୋଭାବ କ'ଣ? ରୂପ ସନାତନଙ୍କର କାହିଁକି ଏଠି ବ୍ୟକ୍ତ କରୁଛନ୍ତି? ଜୟ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ଦୟାମୟ କାହିଁ ଏଇଟା ବ୍ୟକ୍ତ କରୁଛନ୍ତି? ପ୍ରଣାମ କରିବା ଉଚିତ। ପ୍ରଣାମ କରିବା ସମୟରେ ଏଭଳି ବଚନ ପୁଣି ଏ ଯେଉଁ ବଚସ୍ଥା ଇଏ ପୁଣି ବିଭିନ୍ନ ପ୍ରକାରର ରହିଛି। ଆଉ ଦେଖିବେ ସବୁ ପ୍ରକାର ବଚନରେ ପ୍ରଣାମ କରିଛନ୍ତି। ଯେତେ ସବୁ ସ୍ତୁତି ରହିଛି ଦେଖିବେ ସେ ସ୍ତୁତିମାନଙ୍କରେ ମୁଖ୍ୟତଃ ଏସବୁ ଜିନିଷ ଥାଏ। ଗୋଟେ ହେଉଛି ଭଗବାନଙ୍କର ଜୟଗାନ, ଦ୍ୱିତୀୟ ହେଉଛି ନିଜର ଦୈନ୍ୟତା ପ୍ରକାଶ, କୃପାଭିକ୍ଷା, ତୃତୀୟ ହେଉଛି ଗୁଣାତ୍ମକ କ'ଣ ଭଗବାନଙ୍କର ଗୁଣ ନାମ ୟାକୁ ସବୁ ବର୍ଣ୍ଣନା କରିକି ଜୟଗାନ କରିବେ, ଆଉ ଦୈନ୍ୟତା ପ୍ରକାଶ ଏବଂ ଆଉ ହେଉଛି କୃପାଭିକ୍ଷା, ମୋତେ କୃପା କରନ୍ତୁ। ଦେଖନ୍ତୁ ଯେତେ ସ୍ତୁତି ରହିଛି ସ୍ତୁତିମାନଙ୍କରେ ପ୍ରାୟ ଏଇ ଜିନିଷ ଗୁଡ଼ାକ ସବୁ କମନ୍ ଥାଏ, ଅର୍ଥାତ୍ ଆମେ ବଚନରେ ଏଇ ଜିନିଷକୁ ବ୍ୟକ୍ତ କରିବା ଉଚିତ। କ'ଣ ବୁଝିପାରିଲେ? ବୁଝିପାରିଲେ ନା? ଗୋଟେ ହେଉଛି ନିଜର ଦୈନ୍ୟ ପ୍ରକାଶ, ଗୋଟେ ହେଉଛି ଭଗବାନଙ୍କର ଗୁଣଗାନ, ଭଗବାନଙ୍କର ଗୁଣ ରୂପ ଲୀଳା ତାକୁ ଗାନ କରିବା, ତୃତୀୟ ହେଉଛି କୃପାଭିକ୍ଷା। ଏଇଭଳି ପ୍ରାୟ ସବୁ ପ୍ରଣାମ କରାଯାଇଥାଏ ବା ସ୍ତୁତି କରାଯାଇଥାଏ। ସ୍ତବନର ଏଇଟା ହେଉଛି ରହସ୍ୟ। ତ ଏଇଭଳି ପ୍ରଣାମ କରିବା, ସେଥିପାଇଁ ଏଠି ମହାପ୍ରଭୁଙ୍କୁ ସେଭଳି ପ୍ରଣାମ କରୁଛନ୍ତି। ଜୟ ଜୟ ଶ୍ରୀକୃଷ୍ଣ ଚୈତନ୍ୟ ଦୟାମୟ ପତିତ ପାବନ ଜୟ ଜୟ ମହାଶୟ। ତେଣୁ ଜୟ 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 ଏଇଭଳି ପ୍ରଣାମ କରନ୍ତି। ସେଥିପାଇଁ ପ୍ରଣାମ ଯେଉଁ ଦେଖୁନାହାନ୍ତି ଆପଣ ଦେଖିବେ ଠିକ୍ ଏଇଭଳି କେତେ ଜୟ ଶବ୍ଦ ବ୍ୟବହାର କରିଛନ୍ତି ନରୋତ୍ତମ ଦାସ ଠାକୁର ତାଙ୍କର ଗୋଟେ ଭଜନରେ। ଆଉ ଠିକ୍ ଏଇସବୁ ସିଦ୍ଧାନ୍ତ ପ୍ରତିପାଦିତ ହେଇଛି। ଅଧମ ଦୁର୍ଗତି ଜନେ କେବଳ କରୁଣା ମନେ, ଅଧମ ଦୁର୍ଗତି ଜନେ କେବଳ କରୁଣା ମନେ, ত্রিভুবনে এ যশ খেয়াতি, ত্রিভুবনে শুনিয়া সাধুর মুখে শরণ লইনু সুখে, শুনিয়া সাধুর মুখে শরণ লইনু সুখে, উপেক্ষিলে নাহি মোর গতি, উপেক্ষিলে জয় রাধে জয় কৃষ্ণ, জয় জয় রাধে কৃষ্ণ, জয় রাধে জয় কৃষ্ণ, কৃষ্ণ কৃষ্ণ জয় জয় রাধে,
ଅଞ୍ଜଳି ମସ୍ତକେ କରି ନରୋତ୍ତମ ଭୂମେ ପଡ଼ି, ଅଞ୍ଜଳି ମସ୍ତକେ କରି ନରୋତ୍ତମ ଭୂମେ ପଡ଼ି, କହେ ଦେହ ପୁରା ମନ ସାଧେ, କହେ ଦେହ ପୁରା ମନ ସାଧେ। ଦେଖନ୍ତୁ ଭଗବାନଙ୍କୁ ପ୍ରଣାମ କରୁଛନ୍ତି, ସ୍ତୁତି କରୁଛନ୍ତି। ସ୍ତୁତିରେ ଦେଖନ୍ତୁ ଏଇ ତିନିଟା ଜିନିଷ ପ୍ରତିପାଦ୍ୟ ହୋଇଛି। ନିଜର ଧନ୍ୟ ଭାବ, ଅଧମ ଦୁର୍ଗତି ଜନେ କେବଳ କରୁଣା ମନେ ତ୍ରିଭୁବନେ ଏଜସ୍ୱ ଖ୍ୟାତି। ନିଜର ଦୈନ୍ୟ କଥା ପ୍ରକାଶ କରୁଛନ୍ତି, ଭଗବାନଙ୍କର କରୁଣା ଭଗବାନଙ୍କର ଯଶ କଥା ପ୍ରକାଶ କରୁଛନ୍ତି। ତ୍ରିଭୁବନ ଏଇଟା ହେଉଛି ଖ୍ୟାତି। ଆପଣ ଅଧମ ପ୍ରତି କରୁଣା କରନ୍ତି, ଅଧମ ଜନକୁ ଆପଣ କୃପା କରନ୍ତି। ଦେଖୁନାହାନ୍ତି ଏଠି ଲାଗିଛି ପତିତ ପାବନ ଦୟାମୟ ଶବ୍ଦ ଦେଖନ୍ତୁ। ତ ଆପଣ ଅଧମ ଜନକୁ କୃପା କରନ୍ତି, ଆଉ ମୁଁ ହେଉଛି ଅଧମ। ତେଣୁ ମୋ ଭଳି ଅଧମ ଆପଣଙ୍କ ପାଖରେ ସମର୍ପିତ ହେଉଛି, ଶରଣାପନ୍ନ ହେଉଛି, ଆପଣ କୃପା କରନ୍ତୁ। ଆଉ କହୁଛନ୍ତି କ'ଣ ନା, ଏଇଟା ମୋ ମନ କଥା ନୁହଁ। ଶୁନିଆ ସାଧୁର ମୁଖେ ଶରଣ ଲଇନୁ ସୁଖେ। ମୁଁ ସାଧୁଙ୍କ ମୁଖରୁ ଶୁଣିଛି ଆପଣ ହେଉଛନ୍ତି ପତିତ ପାବନ, ଆପଣଙ୍କ ଶରଣରେ ଯିଏ ଆସେ ଆପଣ ତାକୁ କେବେ ବି ଉପେକ୍ଷା କରନ୍ତି ନାହିଁ। ଏଇଟା ସତ ନା? ଭଗବାନଙ୍କ ପାଦପଦ୍ମକୁ ଯିଏ ଥରେ ଆସେ ଭଗବାନ ତାକୁ ଛାଡ଼ି ଦିଅନ୍ତି କି? ଛାଡ଼ିବେ? ଭଗବାନଙ୍କ ପାଦପଦ୍ମକୁ ଯିଏ ଥରେ ଆସେ ଭଗବାନ ତାକୁ କେବେ ଛାଡ଼ିବେନି। ଯିଏ ଭଗବାନଙ୍କୁ ପ୍ରଣାମ କରୁଛି ବି, ଯେକୌଣସି ଉପାୟରେ ପ୍ରଣାମ କରୁ, ଭଗବାନ ତାକୁ ଛାଡ଼ିବେନି। ସେ ରାମାୟଣ ସେ ଶ୍ଲୋକ ନାହିଁ, ସକୃଦେବ ପ୍ରପନ୍ନାୟ ତବାସ୍ମି ଇତି ଜାତତେ ଅଭୟଂ ଅଭୟଂ ଦଦାବି ତେଭ୍ୟଂ ଏତଦ୍ ବ୍ରତଂ ମମ। ଯିଏ ଥରେ ମୋ ପାଦପଦ୍ମକୁ ଆସିଯାଏ ମୁଁ ତାକୁ ତ୍ୟାଗ କରେ ନା, ମୁଁ ତାକୁ ଛାଡ଼େ ନା। ସେ ଲୀଳା ତ ବହୁତ ସୁନ୍ଦର ହୋଇଛି। ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ଯାଇଛନ୍ତି ବନବାସ, ମୁଁ କହିଥିଲି ଆମର ଜୁମ୍ କ୍ଲାସ୍ରେ କହୁଥିଲି, ରାମଚନ୍ଦ୍ର ମହାପ୍ରଭୁ ଯେତେବେଳେ ବନବାସକୁ ଯାଇଛନ୍ତି, ବନବାସ ଯିବା ସମୟରେ କ'ଣ ହେଇଛି, ବନବାସରେ ଯେତେବେଳେ ପାଦରେ ଚାଲି ଚାଲି ଯାଉଛନ୍ତି ବଣରେ, ପାଦରେ ସବୁ କଣ୍ଟା ଫୁଟିଯାଇଛି। କାହିଁକିନା କଠଉ ଯାହା ଥିଲା ଭରତ ନେଇ ପଳେଇ ଆସିଲେ, ଖାଲି ପାଦରେ ବୁଲୁଛନ୍ତି, କଣ୍ଟା ସବୁ ପାଦରେ ପଶିଛି। କଣ୍ଟା ପାଦରେ ପଶିଛି, ରାମଚନ୍ଦ୍ର ମହାପ୍ରଭୁ କଷ୍ଟ ପାଉଛନ୍ତି। ଲକ୍ଷ୍ମଣ ଯାଉଛନ୍ତି ରାମଚନ୍ଦ୍ର ମହାପ୍ରଭୁଙ୍କର ତ ସେବା କରନ୍ତି, ପାଦ ସେବା କରନ୍ତି। ଲକ୍ଷ୍ମଣ ଯାଆନ୍ତି ସେ ପାଦକୁ ସେବା କରିବା ପାଇଁ, କଣ୍ଟା ବାହାର କରିବା ପାଇଁ ଯାଆନ୍ତି। କଣ୍ଟାକୁ ବାହାର କରିବା ପାଇଁ ଯାଉଛନ୍ତି, ରାମଚନ୍ଦ୍ର ମହାପ୍ରଭୁ ମନା କରୁଛନ୍ତି, ନା ନା ଥାଉ। ଲକ୍ଷ୍ମଣ ଆସୁଛନ୍ତି କି କଣ୍ଟାଟା ରହିଛି କିନ୍ତୁ ବାହାର କରିବା ପାଇଁ କାହିଁ ପ୍ରଭୁ ମନା କରୁଛନ୍ତି? ସେ ନା ବାହାର କରନି। ସୀତାମା କହିଲେ ଠିକ୍ ଅଛି ତୁମେ ଯାଅ, ମୁଁ ଚେଷ୍ଟା କରିବି। ସୀତାମା ନିଜେ ଗଲେ ପ୍ରଭୁଙ୍କର ପାଦରୁ କଣ୍ଟା ବାହାର କରିବା ପାଇଁ। ସୀତାମା ବୁଝିପାରୁନାହାନ୍ତି, ଆରେ କ'ଣ କଣ୍ଟାଟା ଅଛି, ଲକ୍ଷ୍ମଣ ସେବା କରୁଛନ୍ତି କିନ୍ତୁ ଏଇ କଣ୍ଟାଟା ବାହାର କରିବା ପାଇଁ ମନା କରୁଛନ୍ତି। ସୀତାମା ପୁଣି ସେଭଳି ପ୍ରୟାସ କରିଛନ୍ତି। ରାମଚନ୍ଦ୍ର ମହାପ୍ରଭୁ କହିଲେ ଦେଖ, ମୁଁ ମୋ ଧର୍ମ କେମିତି ଛାଡ଼ିଦେବି? ମୁଁ ବା କହିଛି ସକୃତେବ ପ୍ରପନ୍ନାୟ ତବାସ୍ମି ଇତି ଜାତତେ। ଯିଏ ଥରେ ମୋର ପାଦପଦ୍ମକୁ ଆସିଯାଏ, ମୋ ପାଖରେ ଶରଣାଗତ ହେଇଯାଏ, ମୁଁ ତାକୁ କେମିତି ବାହାର କରିବି? କଣ୍ଟାଟା ମୋ ପାଦରେ ପଶି ମାନେ ଶରଣାଗତ ହେଇଛି ନା, ମୁଁ ତାକୁ କେମିତି ବାହାର କରିବି? ଫୋପାଡ଼ି ଦେବି? ତେଣୁ ବାହାର କରିପାରିନି। ସୀତାମା ଲକ୍ଷ୍ମଣ ଶୁଣିକି ଆଶ୍ଚର୍ଯ୍ୟ, ଆରେ ପ୍ରଭୁଙ୍କର ଏତେ ବଡ଼ ଦୟାମୟ, ଯିଏ ପାଦପଦ୍ମକୁ ଥରେ ଆସିଯାଏ ଭଗବାନ ତାକୁ କେବେ ଛାଡ଼ନ୍ତି ନା। ତ ସ୍ତୁତିରେ ଏଇସବୁ କ'ଣ ବ୍ୟକ୍ତ କରାଯାଏ, ଭଗବାନଙ୍କର ମହିମାକୁ ପ୍ରକଟ କରାଯାଏ, ନିଜର ଦୈନ୍ୟ ଭାବକୁ ପ୍ରକଟ କରାଯାଏ। ଗୌତମ ଦାସ ଠାକୁର ସେକଥା କହୁଛନ୍ତି, ଶୁନିଆ ସାଧୁର ମୁଖେ ଶରଣ ଲଇନୁ ସୁଖେ ଉପେକ୍ଷିଲେ ନାହିଁ ମୋର ଗତି। ଆପଣ ଯଦି ଉପେକ୍ଷା କରିବେ ମୋର ଆଉ ଗତି କ'ଣ ଅଛି? ମୋତେ ଆଉ କିଏ କୃପା କରିବ? ତାପରେ କ'ଣ କହୁଛନ୍ତି, ତାପରେ କିଭଳି ଜୟ ଗାନ କରିଛନ୍ତି ଦେଖନ୍ତୁ, ଜୟ ରାଧେ ଜୟ କୃଷ୍ଣ, ଜୟ ଜୟ ରାଧେ କୃଷ୍ଣ, ଜୟ ରାଧେ ଜୟ କୃଷ୍ଣ, ଜୟ ଜୟ ରାଧେ କୃଷ୍ଣ। ପୁଣି ତାପରେ କହୁଛନ୍ତି କୃଷ୍ଣ କୃଷ୍ଣ ଜୟ ଜୟ ରାଧେ, କୃଷ୍ଣ କୃଷ୍ଣ ଜୟ ଜୟ ରାଧେ। ଏସବୁ କାହିଁକି ଶବ୍ଦ ଲଗେଇଛନ୍ତି ଏଇଠି? ଜୟ ଆଗେ ରାଧାରାଣୀଙ୍କ ପାଖରେ, ତାପରେ କୃଷ୍ଣଙ୍କ ପାଖରେ, ତାପରେ ରାଧାକୃଷ୍ଣ ପାଖରେ, ତାପରେ କୃଷ୍ଣ କୃଷ୍ଣ ରାଧେ। ଏ କାହିଁକି ସବୁ ଲଗେଇଛନ୍ତି? ସେସବୁ ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ବହୁତ ସୂକ୍ଷ୍ମ ସିଦ୍ଧାନ୍ତ, ଅତି ଗହନ ରହସ୍ୟ, ଆମେ ବୁଝିବା ସକ୍ଷମ ନୁହଁ। ଯଦି ଆମେ କହିଦେଇପାରୁ କିନ୍ତୁ ଆମର ତା ଭିତରେ ପ୍ରବେଶ ନାହିଁ, କାହିଁକି ସବୁ ଶବ୍ଦ। କିନ୍ତୁ କେବଳ ଆମେ ଏତିକି ବୁଝିପାରୁଛେ ଯେ ଭଗବାନଙ୍କର ଗ୍ଲୋରିଫିକେସନ୍ କରିଛନ୍ତି, ଜୟଗାନ କରିଛନ୍ତି। ଏବଂ ଅଞ୍ଜଳି ମସ୍ତକେ କରି ନରୋତ୍ତମ ଭୂମେ ପଡ଼ି କହେ ଦେହ ପୁରାଓ ମନ ସାଧେ। ଅଞ୍ଜଳି ମସ୍ତକ କରି, ଅଞ୍ଜଳି ମସ୍ତକ କରି ମାନେ କ'ଣ? ଅଞ୍ଜଳି ମସ୍ତକେ କରି ନରୋତ୍ତମ ଭୂମେ ପଡ଼ି, ଆର ଅର୍ଥ କ'ଣ ହେବ? ଅଞ୍ଜଳି ମସ୍ତକେ କରି, ଅଞ୍ଜଳି ମାନେ ହାତ, ତ ମସ୍ତକ କରି ମାନେ କ'ଣ? ନିଜ ମସ୍ତକ ଧରି ମୁଣ୍ଡ ଧରିକି ଭଗବାନ ପାଦପଦ୍ମ ଲଗେଇଛନ୍ତି, ଏହା ହିଁ ବୁଝିବାକୁ ପଡ଼ିବ।
कहते आप जदि मोर मन को न बुझे ताले मते किए कृपा करिव। तो कहवा तात्पर्य या जे भगवान को आम जो प्रणाम करुचे प्रणाम समय ये स्तुति करा थाए आ विशेषकर भगवान जयगान करा थाए, निजर दैन्य प्रकाश करा थाए एवं कृपा भिक्षा करा थाए। नचेत खाली जदि जन आसी प्रणाम कर जाऊँगी भगवान ताको छाड़िए कंटा पशले भगवान बाहर करने मना कर प्रणाम कर फोपाड़ देवे कि से नुह कि प्रणाम जो फलटा साष्टांग प्रणाम जो विधि रही से विधि आम संपूर्ण जाजन कर प्रणाम करने समय भगवान को किसी स्तुति करा या नुहे बड़ बाटे स्तुति करा समस्त जनला भाई नाई कौन निजे धीरे धीरे स्तुति कर भगवान को करेंगे। बर्तमान आम शुणी अच्छा यार ऊपर कहले बहुत कथा अच्छी ये शब्द ये कहीं लगी दयामय कहीं पतित पावन कहीं महाप्रभु कहीं दयामय महाप्रभु कहीं पतित पावन कहीं जयगान कराई ये पुणी गोटे क्लास हो पाए। तो जहाँ भी हो जय शब्दर अर्थ कौन? जय माने आम जनकर जयगान करछे कहीं जयगान करछे श्रीपाद श्रीधर स्वामी टीकार गोटे सुंदर कथा कहते हिरण्यकश्यप को भगवान श्रीकृष्ण नृसिंह अवतार पर आसते नृसिंह अवतार रे हरि आसिक हिरण्यकश्यप को कौन कले विदारण कले। विदारण कर सारा पर कौन विदारण कर सारा पर देखिए नृसिंह देव आसिक हिरण्यकश्यपर अंत भर जहाँ सब पूरा खोलिक सब बाहर कर भारी निज गलार सब पकड़ से अंतपुटला तो सही श्रीधर स्वामी टीकार उठुं अच्छा भगवान ये सब कम ना भगवान कर ये कम ना जदि हाँ सी ठीक अच्छी नरसिंह रूप नहीं सिंह ये कम हो पारे भगवान ये कम करेंगे भगवान ये कम कर सत्य जमी भगवान विचार कर श्रीधर स्वामी मत ये सत्य जमी भगवान विचार कर अरे तुम्हें हूँ मोर भक्त आठी मोर बसती स्थान क्योंठी हृदय रे तुम्हें हूँ मोर भक्त तुम हृदयटा हूँ मोर बसती स्थान जो जगार मु बास करी से स्थान तुम्हें काम क्रोध लोभ ये सब जिन रखीच ना एटा कौटी अच्छी निजे बाहर कौटी रखी काम क्रोध लोभ ये सब रखी कौटी बाहर कर कारण भगवान केते भल पाती देखो भक्त को केते भल पाती जीव को भी भल पाती जीवर हृदय काम क्रोध रही भगवान से हृदय को आसबेनि आम से प्रश्न पचारे क्लास रे IF भागवत क्लास पचारे भगवान तो परमात्मा समस्त हृदय रही पुणी भगवान आसवा कथा जो कहूँ कौन तार सिद्धांत कौन भल से युक्तियुक्त प्रश्न पचारि शुणी से क्लास भागवत क्लास मोर IF जो बेस्ट रोला भगवान तो हृदय भर रही परमात्मा रही पुणी भगवान आसवे कहूँ अर्थ कौन एटा सत्य भगवान परमात्मा रूप रही किंतु सी होती कौन नीरव द्रष्टा कि आम जो शुद्ध भक्तर संज्ञा दौचे भगवान सहित संबंध को कहे कौन कहे तुम्हार हृदय सदा गोविंद विश्राम कहे। अच्छा गोविंद तो हृदय रही आम हृदय कौन ना कि परमात्मा रूप प्रतिष्ठित रही नीरव द्रष्टा ही रही प्रकृति से किसी ज्ञान दौना कि बुद्धि किसी साहय करना नीरव द्रष्टा ही परमात्मा रूप रही से सी प्रकाशित हे जो हृदयटा सफा हे भगवान से कहते श्रीधर स्वामी भाव हूँ से तुम हृदय जो काम क्रोध लोभ ये सब रही यहाँ कौटी अच्छी देखुं देखी बाहर करने चाहते कहीं सत जमी जड़े जमी आमर जब जड़े अतिथि आसे घर को सी यदि प्रकृति में आमर जब अति घनिष्ठ होता है ताले जब आसन आम देवाई असमर्थ जब आसन जब अपरिष्कार हो रही सी कौन अपेक्षा करेंगे ना आम आसन सफा करवा सी बस सी अपेक्षा करेंगे कि केवे भी नुह सी जेहेतु आमर अति घनिष्ठ आमको अति भल पाती तेणु सी कौन करती सी निजे से आसन को सफा करी बसी जाती भगवान ठीक से भाई तो कहवा तात्पर्य ये जो जयगान करा जाउछि जय 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 श्रीकृष्ण जय महाशय जय शब्द अर्थ कौन जय माने जमी उदाहरण दिज्व जड़े राजा जाइछन्ति साम्राज्य विस्तार करने से युद्ध करने अलग देश को गले से देश पर विजय लाभ कले समस्ते जयगान करती अर्थात जड़े जिते कौन वस्तु पर प्रभाव विस्तार करे ये गोटे प्रकार अर्थ जो जड़े वस्तु जनक उपर विजय लाभ करे से जयगान करा जाए ना नहीं अमुक महाराज जय हो अमुक महाराज जय हो जयगान जो करती तो ये कहवा तात्पर्य जय शब्द द्वारा साधक कौन विचार करे भगवान जयगान करी साधक भगवान पाखे कौन नवेदन करे
ଭଗବାନ ପାଖରେ ସାଧକ ଏତିକି ନିବେଦନ କରେ, ପ୍ରଭୁ ଆପଣ ହେଉଛନ୍ତି ସାର୍ବଭୌମ ସମ୍ରାଟ, ତେଣୁ ଆପଣ ସମସ୍ତଙ୍କୁ ସାରା ଜଗତକୁ ଜୟ କଲେ, କିନ୍ତୁ ପ୍ରଭୁ ଗୋଟେ ଜାଗାକୁ ଆପଣ ଜୟ କରିପାରୁନାହାନ୍ତି ବା କରିନାହାନ୍ତି। ସେଇଟା କେଉଁ ଜାଗା? ସେଇଟା ପ୍ରଭୁ ମୋର ହୃଦୟ ପ୍ରଦେଶ। ମୋର ହୃଦୟ ପ୍ରଦେଶକୁ ଆପଣ ଜୟ କରିପାରିନାହାନ୍ତି। କାହିଁକି ନା ଏଇଟା ହେଉଛି ମୋର ଦୋଷ, ଆପଣଙ୍କ ଦୋଷ ନାହିଁ। ମୋର ଦୋଷ କ'ଣ ନା ମୋ ହୃଦୟ ପ୍ରଦେଶ ଅଜ୍ଞାନ ଅନ୍ଧକାରରେ ଭରପୁର ହୋଇକି ରହିଛି। ଯେତେ ସବୁ ଅନର୍ଥ ରହିଛି, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଏସବୁ ଯେତେ ପ୍ରକାର ସବୁ ରିପୁ ସବୁ ମୋ ହୃଦୟ ଭିତରେ ରହିଛି। ତେଣୁ ପ୍ରଭୁ ଦୟାକରି ଆପଣ ମୋର ଏ ହୃଦୟ ପ୍ରଦେଶ ଉପରେ ମଧ୍ୟ ବିଜୟ ଲାଭ କରନ୍ତୁ। ଆପଣ ମୋର ହୃଦୟକୁ ଜୟ କରନ୍ତୁ, ମାନେ ଏଇ ହୃଦୟ ଭିତରକୁ ଆପଣ ଆସିକି ସ୍ଥାନ ପାଆନ୍ତୁ। ତ ଜୟର ଅନ୍ୟ ନାମ ହେଉଛି ହୃଦୟକୁ ଆବାହନର, ଭଗବାନଙ୍କୁ ହୃଦୟକୁ ଆବାହନର ଅନ୍ୟ ନାମ ହେଉଛି ଜୟକାର। ଯଦି ଭଗବାନଙ୍କର ଗୁଣଗାନ କରାଯାଉଛି, କିନ୍ତୁ ଇଏ ବି ଗୋଟେ ସିଦ୍ଧାନ୍ତ। ଆମେ ଭଗବାନଙ୍କର ଯେଉଁ ଜୟଗାନ କରୁଛେ, ଅର୍ଥାତ୍ ଭଗବାନଙ୍କୁ ଆମେ ଡାକୁଛେ, ପ୍ରଭୁ ମୋ ହୃଦୟଟା ହେଉଛି କଳୁଷିତ, ଆପଣ ଆସନ୍ତୁ ମୋ ହୃଦୟକୁ, ଆସିକି ସଫା କରନ୍ତୁ, ନିଜେ ରୁହନ୍ତୁ। ପ୍ରମାଣ ଏଇଟା ବି ରହିଛି। ଏଇଟା ଦେଖନ୍ତୁ ଶ୍ରୀମଦ୍ ଭାଗବତମରେ ପ୍ରମାଣ। ଆଚ୍ଛା ଏ ଚୈତନ୍ୟ ଭାଗବତ ପ୍ରମାଣ, ଚୈତନ୍ୟ ଚରିତାମୃତରେ ସେ ପ୍ରମାଣ ରହିଛି। ଚୈତନ୍ୟ ଚରିତାମୃତରେ କାହାର ପ୍ରମାଣ ରହିଛି ସମସ୍ତେ ଜାଣିଥିବେ? ଶ୍ୟାମାନନ୍ଦରୁ ଭଗବାନ କହିଲେ ନା, ଭଗବାନ ହୃଦୟରେ ହାତ ଦେଇକି କହୁଛନ୍ତି। କାହାର ମନେ ପଡ଼ିଲା? କାହାର? ଅମୋଘ। ଅମୋଘ ଯେଉଁ ଭଗବାନଙ୍କୁ ନିନ୍ଦା କରୁଥିଲେ, ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଜାମାତା ଅମୋଘ ଯେଉଁ ଭଗବାନଙ୍କୁ ନିନ୍ଦା କରୁଥିଲେ, ସେ ସମୟରେ ତାଙ୍କର ତ ଲୀଳା ସବୁ ଜାଣିଛନ୍ତି, ବିଶ୍ୱଜିକା ହେଇଛି, ଯାହା ହେଇଛି। ତାପରେ ଭଗବାନ ଆସିକି ସେ ହୃଦୟକୁ ସ୍ପର୍ଶ କରି କହୁଛନ୍ତି, ଅମୋଘଙ୍କର ହୃଦୟରେ ହାତ ଦେଇକି ଭଗବାନ ନିଜେ ହିଁ କହୁଛନ୍ତି, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, ସହଜେ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, କୃଷ୍ଣେର ବସତି ସେଇ যোগ্য স্থান হয়, কৃষ্ণের বসতি যোগ্য স্থান হয়, মাশ্চর্য চণ্ডাল কেন ইহা বসাইলে, মাশ্চর্য ইহা বসাইলে, পরম পবিত্র স্থান অপবিত্র কলে, পরম পবিত্র স্থান অপবিত্র কলে। ଦେଖନ୍ତୁ ଯାହାଙ୍କର ଜୟଗାନ କରାଯାଉଛି, ରୂପ ସନାତନ ଯାହାଙ୍କର ଜୟଗାନ କରୁଛନ୍ତି, ସିଏ ହିଁ କହୁଛନ୍ତି ଏ କଥା। ସିଏ ହିଁ ଅମୋଘଙ୍କ ହାତରେ ଛାତ ଦେଇ ହାତରେ କ'ଣ ଛାତିରେ ହାତ ଦେଇ କହୁଛନ୍ତି, ହେ ଅମୋଘ, ତୁମେ କାହିଁକି ସହଜ ନିର୍ମଳ ଏଇ ବ୍ରାହ୍ମଣ ହୃଦୟ, କୃଷ୍ଣର ବସତି ଏଇ ଯୋଗ୍ୟ ସ୍ଥାନ ହୁଏ। ହୃଦୟରେ ଗୋବିନ୍ଦ ହିଁ ବସିବେ ନା, ଏହା ନୁହେଁ ଯେ ଖାଲି ବ୍ରାହ୍ମଣ ହୃଦୟରେ ବସିବେ, ସମସ୍ତ ହୃଦୟରେ ବସିବେ, ସେ କଥା କୁହାଯାଉନି। ଅଲଗା ହୃଦୟକୁ ଯିବେନି ନା, ସେ କଥା ନାହିଁ। କୃଷ୍ଣ ଭକ୍ତି ଯିଏ କଲା, ଭଗବାନ ତା ହୃଦୟରେ ଆସି ବିରାଜମାନ ହେବେ। କିନ୍ତୁ ବ୍ରାହ୍ମଣ ତ ସ୍ୱାଭାବିକ ଏଇଭଳି ନିର୍ମଳ ହୃଦୟ। କିନ୍ତୁ ତୁମେ ମାଶ୍ଚର୍ଯ୍ୟ ଚଣ୍ଡାଳ କେନ ଏହା ବସାଇଲେ, ମାଶ୍ଚର୍ଯ୍ୟ ରୂପୀ ଚଣ୍ଡାଳକୁ କାହିଁକି ବସେଇଛ? ପରମ ପବିତ୍ର ସ୍ଥାନ ଅପବିତ୍ର କହିଲେ। ହୃଦୟଟା ହେଉଛି ପରମ ପବିତ୍ର ସ୍ଥାନ। ଆମେ ତ ସେ ହୃଦୟରେ ଅପବିତ୍ରତା ଭରି ରଖିବା, ଭଗବାନ କ'ଣ ଆସିବେ? ଆସିବେନି। ତ ଆମର ତ ଯୋଗ୍ୟତା ନାହିଁ, କ୍ଷମତା ନାହିଁ। ସେଥିପାଇଁ ଭଗବାନଙ୍କୁ ଆମେ ଆହ୍ୱାନ କରୁଛେ, ପ୍ରଭୁ ଆପଣ ଆସନ୍ତୁ ମୋ ହୃଦୟକୁ। ସାଧନ କରୁଛେ, ଭଜନ କରୁଛେ, ସାଧୁଗୁରୁଙ୍କ ବାକ୍ୟକୁ ପାଳନ କରୁଛେ, ନିର୍ଦ୍ଦେଶକୁ ପାଳନ କରୁଛେ, ଯାହା କିଛି ଆମର ନୀତି ନିୟମ ପାଳନ କରୁଛେ, ଯାହା କିଛି ଉଦ୍ଦେଶ୍ୟ କ'ଣ? ଏଇ ହୃଦୟକୁ ଭଗବାନଙ୍କୁ ନିମନ୍ତ୍ରଣ କରୁଛେ, ପ୍ରଭୁ ଆପଣ ଆସନ୍ତୁ ମୋ ହୃଦୟରେ ବସତି ସ୍ଥାନରେ ଆପଣ ବସନ୍ତୁ। ଏଇଟା ହେଉଛି ଆପଣଙ୍କର ପ୍ରକୃତ ବସତି ସ୍ଥାନ। ସେଥିପାଇଁ ଭଗବାନଙ୍କର ଜୟଗାନ କରାଯାଇଥାଏ। ତ ଏଇଠି ରୂପ ସନାତନ ଭଗବାନଙ୍କର ସେଭଳି ଜୟଗାନ କରୁଛନ୍ତି। ତାପରେ ଦେଖିବେ, ଏହାପରେ ଆରମ୍ଭ ହୋଇଯିବ ତାଙ୍କର ଦୈନ୍ୟତି। ଏ ତ ଭଗବାନଙ୍କର ଜୟଗାନ କଲେ, ଆପର ଶ୍ଲୋକମାନଙ୍କର ଦେଖିବେ ଦୈନ୍ୟ, ରୂପ ସନାତନ କିଭଳି ତାଙ୍କର ଦୈନ୍ୟ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ସେ ଆଲୋଚନା ବିଷୟ। ଜୟ ଶ୍ରୀ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ କି ଜୟ, ପରମହଂସ ଶ୍ରୀ ନିତ୍ୟାନନ୍ଦ ପ୍ରଭୁ କି, ଶ୍ରୀଲ ପ୍ରଭୁପାଦ ମହାରାଜ କି
तत्वशील गुरुदेव की जय, अनंत कोटि वैष्णव वृंद की, संवेद गौर भक्त वृंद की, दाई गौर प्रमानंदे। हरि हरि ओ। हरे कृष्ण। हाँ 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 अच्छा हाँ अंजलि मस्तक करी हाँ मस्त हाँ करते किसी असुविधा नहीं किंतु प्रणाम विधिटा हूँ आम जहाँ शुणिले से विधिटा हूँ से भाई नहीं असुविधा नहीं नहीं मुझे शास्त्र पढ़ी आ शुणी भी भगवानकर डाहण पाद को आमर डाहण हस्त, भगवानकर बाम पाद को आमर बाम हस्त, जगन्नाथ जगन्नाथ कौन आलिंगन कर प्रणाम करिया ना मन में कल्पना करी पाद पद से तो ये हूँ विधि प्रणाम है विधि सीधा दिखाई सीधा भी करें किसी असुविधा नहीं किंतु कथा हूँ आमर जो आलोच्य विषय था वचन तेणु प्रणाम कम से कम हाथ को आम आग को रखिक प्रणाम करिया उचित अर्थात मन में गोटे जिन चिंता करिया उचित जे मु दुई हाथ को भगवान कम से कम पाद पर रखी जो सीधा रखाई कौच हूँ तो सीटा कृष्ण बलराम प्रणाम करिया विधिरा देखाई थी कृष्ण बलराम तो छंदाचरण होगी ठिया तेणु पाखे से विधिरा आप्लिकेबल हो हाँ कारण से मुख्य होती गौरनीताय से आनुगत्य सब रही जो मुख्य रही मुख्य को प्रणाम कला मैंने अन्य मानक सब प्रणाम हो जाए आप भी यथा तरर मूल निषेचन तृप्यंती तत्स्कंद भुजवसा से सिद्धांत तेणु मुख्य जो रही मुख्य को प्रणाम कला मैंने अन्य मैंने आप हाँ सेटा तो ठीक सी हूँ आमर भितर कथा किंतु सिद्धांत हूँ आम जब मुख्य को प्रणाम करदे प्राइम मिनिस्टर रही चीफ मिनिस्टर रही कहतु क्या प्रणाम करेंगे प्राइम मिनिस्टर करदे तो चीफ मिनिस्टर होगा आपे आपे जदि से एप्लिकेबल नुह मुझे उदाहरण दूसरी बुझापी प्राइम मिनिस्टर ठिया सरपंच ठिया कि समिति सब ठिया जदि एम भी शक्ति अच्छी ताम नुह आम षड़ गोसाई से मुझे कथा कहूनी से भगवान को निज भक्त कि आम से अलग से आम देख जेकोसी आरती समय आरती सरला आम जयगान नाम करुचे कि नहीं नाम नौचे कि नहीं नौचे समस्त नाम तो आम नौचे जयगान करुचे समस्त जय हो तमें आम से समस्त कृपा भिक्षा कले प्रणाम जेहतु करछे कारण आम जदि गोटे साधारण कथा आम जदि भगवान को प्रणाम करिया ताहले आचार्य मैंने सब खुशी है आ से अल्टर सी हेले मुख्य ना से अल्टर मुख्य हेले गौरनीताई सेपटे अल्टर मुख्य हेले कृष्ण बलराम से तो पुणी गिरिराज रही से पुणी तो शालग्राम रही जगन्नाथ पाखे तो पुणी नृसिंहदेव रही कि मुख्य से अल्टर किए मुख्य आम तांको प्रणाम करछे सेठे आ जदि समस्त प्रणाम करेंगे किसी असुविधा नहीं भल हाँ किसी असुविधा नहीं प्रणाम करने समय समस्त स्तुति गान कर प्रणाम करेंगे किसी असुविधा नहीं हाँ हाँ निजक सुविधा भाई या नुह जे समस्त आम शुणा हाँ किंतु आम तो शुणिले ना से जो लिखाएनि कि ये सिद्धांत आम शुणुचे वचन में किसी कहवा उचित हाँ ठीक अच्छे आम वचन में गुण गुण ही कहले निजे शुणिपर ना सेटा गोटे मेजर क्वेश्चन नुह केमी मन भी कहींपारती किंतु कम से कम आम कि ग्लोरीफाई करवा उचित मन में करें किसी असुविधा नहीं किंतु वचन जेहेतु कहुई जिह्वा चालन हवा उचित जिह्वा चालनाटा आमर दांत भितर ही पारे कि मुख खोलिकी ही पारे वचन अर्थ है जिह्वा चालन हवा उचित जमी जिह्वा चालन करपारती पाटी धरती करपारती खोली भी करपारती ठीक अच्छे हाँ ब्रो हाँ हाँ से हाँ हाँ से उचित नुह हाँ से जदि आम धरिक पलि आसे कौन कारण सहित से तो उचित नुह से शुणिले ना से उचित नुह जपमाला धरिक आम प्रणाम करा उचित नुह जदि नहीं आसे अकस्मात आम
भूली जाइछे प्रणाम करिया पे शयन कर सारे कौन करिए ସେଇଟା ଆଚାର୍ଯ୍ୟ ମାନେ ବା ଶୁଦ୍ଧ ଆମର ସିନିୟର ବୈଷ୍ଣବ ମାନେ ବି କହିଛନ୍ତି ମାଳାଟାକୁ ଉପରକୁ ନେଇ ଆସିବେ ତାଙ୍କ ବସ୍ତୁ ତାଙ୍କୁ କ'ଣ ଅର୍ପଣ ମାନେ ସେଇ ସିଏ ତ କୃଷ୍ଣ ଉପରୁ ନେଇ ଆସିବେ। हाँ जो संभव नुह से से आम शुणिले नहीं से कथा आम बाहर कौटी जाइए जगटा अपरिष्कार होती आम कह ना मुझे विधि ही प्रणाम करी कर किसी असुविधा नहीं कि जदि से आम निजक संजोद होगी आम से पंचांग कर किसी असुविधा नहीं। प्रणाम बहुत सब सिद्धांत रही प्रणाम कलापर बहुत कौन कह प्रणाम कर उठला झड़ाझड़ी जाती से ठीक नुह। हाँ प्रणाम कलापर जो उठिए झड़ाझड़ी हे धूली लगिगला है से प्रणाम कलापर आयरन ठीक अच्छे ना नहीं देखिए ठाकुर पाखे एटा शास्त्र मना करुँच मुझे कौन करी ताने आम प्रणाम करुचे समर्पित हेले कौटी आम तो निज ड्रेस को देखले से निजर स्वसुख बासना रहा ना आ समर्पण कौट रहा से हाँ स्वसुख बासना से रहा ना अंतर्निहित हो हाँ आयरन भांगीगला कि मचा पचा होगा कि अरे केते दिन भाई आम शरीर को ड्रेस कौचे शरीर को ड्रेस जो आम कहे आम भगवती तार प्रथम सिद्धांत से जड़ ड्रेस कथा पोशाक कौन गुरुत्व एत तेणु दोष दिज्वनी किंतु आम बोधे से जानी ना जी से कर बोधे जानी ना तेणु हुए तो समय आस से जानी जो सी जाने हुए तो सचेतन हो आम जाना उचित सिद्धांत हो ये बसले कह पड़ो ये बसले निरपेक्ष कथा कह पड़ो। नहीं सेमित और बहुत विधि रही किंतु नॉर्मल साधारणतः ये प्रणाम करा जाए किंतु पुरुष मान पंचांग मिनिमाइज कराई केवल साष्टांग हाँ डायरेक्ट साष्टांग कर जदि से कौटे अच्छी ताले सेमती कर किसी असुविधा नहीं ना वैष्णव मान तो दंडवत करने कहुई से आम हरिभक्ति बेला से कौन रही सबामे प्रणमेत विष्णु दक्षिणे शक्ति शंकर गुरु अग्रे प्रणमेत अन्यथा निष्फला भवेत प्रणामटा से जदि विष्णु को प्रणाम करिया पंचांग करिया था कहलाई तो सही प्रणामटा समस्त पाखे आप्लिकेबल ना क्या प्रणाम कर गुरु को सीधा कर ये प्राय देखा जाए बेले बेले बहुत भक्त आसती सब किए डाण बुडू कला किए बाँ बुडू कला किए कुआड़ू कला तार हिसाब ने क्या कहीहबनी कहला मैंने समस्या हाँ ना करती कौटे कौटे अच्छी से स्थानीय जदि आमको निर्देश मिली से अलग कथा अच्छा थी कौट सिद्धांत थी पारे किंतु हरिभक्ति विलास हिसाब से गुरु को सीधा प्रणाम करिया उचित। हाँ हाँ से वैष्णव सदाचार जहाँ लिखाई हरिभक्ति विलास ही उद्धृत कर लिखाई ठीक अच्छे जय श्री प्रभुपाद की जय श्री